ଜଗନ୍ନାଥ ପିଲାମାନେ ତୁମର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍କୁ ସ୍ୱାଗତ। ଆଶା କରୁଛି ପିଲାମାନେ ସମସ୍ତେ ଭଲରେ ଥିବ। ତ ପିଲାମାନେ ଆଜିର କ୍ଲାସ୍ରେ ଆମେ ଦେଖିବା କି +3 ଫାର୍ଷ୍ଟ ସେମିଷ୍ଟାରର ମେଜର 1 ପେପର୍ ଯାଇକି ରହିଛି ଆମର ଫଣ୍ଡାମେଣ୍ଟାଲ୍ସ ଅଫ୍ ପଲିଟିକାଲ୍ ସାଇନ୍ସ। ତ ଆମେ ପୂର୍ବ ଭିଡ଼ିଓରେ ପିଲାମାନେ ଆମେ ଦେଖିଥିଲେ କି ପଲିଟିକାଲ୍ ଫିଲୋସଫି ବା ରାଜନୈତିକ ଦର୍ଶନ ବିଷୟରେ ଆମେ ଜାଣିଥିଲେ। ତେବେ ଆମେ ଦେଖିବା ରାଜନୈତିକ ତତ୍ତ୍ୱ ବା ପଲିଟିକାଲ୍ ଥିଓରି। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ତ ଦେଖିବା ପ୍ରଥମେ ଦେଖିବା ମିନିଂ ବା ଅର୍ଥ। ରାଜନୈତିକ ତତ୍ତ୍ୱ କହିଲେ ଆମେ କ'ଣ ବୁଝିବା? ଦେଖ, ତତ୍ତ୍ୱକୁ ଗୋଟେ ପ୍ରକାର ଲେନ୍ସ ବା ଯବକାଚ ଭାବରେ କଳ୍ପନା କରାଯାଇପାରେ। ଯଦି ଆମେ ତତ୍ତ୍ୱ ଦେଖିବା ତ ସେଇଟା ଗୋଟେ ହେଉଛି ଆମ ପାଇଁ ଗୋଟେ ଯବକାଚ ସଦୃଶ। ମଣିଷ ଆଖିରେ ଥିବା ପ୍ରାକୃତିକ ଲେନ୍ସ ତା'ର ଚକ୍ଷୁପଟରେ ଆଲୋକ ସଞ୍ଚାର କରେ। ଅଧିକାଂଶ ଲୋକ ସେମାନଙ୍କ ଦୃଶ୍ୟପଟକୁ ଉନ୍ନତ କରିବା ପାଇଁ ଅପ୍ଟିକାଲ ଲେନ୍ସ ବା ଚଷମା ବ୍ୟବହାର କରିଥାନ୍ତି। ତ ଯେଉଁ ଲୋକମାନଙ୍କୁ ଭଲ ଭାବରେ ଦେଖା ନଯାଏ ବା ଯେ ନିଜର ଦୃଶ୍ୟପଟକୁ ଉନ୍ନତ କରିବା ପାଇଁ ଚାହାନ୍ତି ସେମାନେ କ'ଣ ଅପ୍ଟିକାଲ ଲେନ୍ସ ବା ଚଷମା ବ୍ୟବହାର କରନ୍ତି। ଏହି କୃତ୍ରିମ ଲେନ୍ସ ଆଖିକୁ ଆଲୋକ ପ୍ରଦାନରେ ସାହାଯ୍ୟ କରେ, ଯଦ୍ୱାରା ସ୍ପଷ୍ଟ ପ୍ରତିବିମ୍ବ ଉତ୍ପନ୍ନ ହୁଏ। ଯାହା ଗୋଟେ ଭଲ ଭାବରେ ଦେଖା ନଯାଏ ବା ଯାହାର ଟିକେ ଯେଉଁ ଦେଖିବାର ଶକ୍ତିରେ ଯିଏ ଟିକେ ହରାଇ ବସେ ପିଲାମାନେ, ସେମାନେ କ'ଣ କରନ୍ତି ନା ଅପ୍ଟିକାଲ ଲେନ୍ସ ବା ଚଷମା ବ୍ୟବହାର କରନ୍ତି। ଯାହାଫଳରେ ସେମାନେ ଏଇଟାକୁ ବ୍ୟବହାର କରିବା ଦ୍ୱାରା ଆଖିକୁ କିଛି ଆଲୋକ ପ୍ରଦାନ ମିଳିଥାଏ ବା ଆଲୋକ ମିଳିଥାଏ, ଯାହାଫଳରେ ସେମାନେ ଗୋଟେ ସ୍ପଷ୍ଟ ପ୍ରତିବିମ୍ବ ଦେଖିପାରନ୍ତି। ମାଇକ୍ରୋସ୍କୋପ୍ ଓ ଟେଲିସ୍କୋପ୍ ମଧ୍ୟ ଏହି ଅପ୍ଟିକାଲ ଲେନ୍ସ ସାହାଯ୍ୟରେ ଗଠନ କରାଯାଇଛି। ଛୋଟ ଜିନିଷକୁ ବଡ଼ ଆକାରରେ ଦେଖାଯାଉଥିବା ଲେନ୍ସ ନିର୍ଦ୍ଦିଷ୍ଟ ଭାବରେ ଆଲୋକକୁ ଅବନତ କରାଏ, ଯାହାଦ୍ୱାରା କ୍ଷୁଦ୍ର ତଥା ଦୂରରେ ଥିବା ଜିନିଷ ପ୍ରତିଫଳନ ବା କଳ୍ପନା କରାଯାଇପାରେ। ଆମେ ମାଇକ୍ରୋସ୍କୋପ୍ ବା ଟେଲିସ୍କୋପ୍କୁ ଯେମିତି ଦେଖୁଛେ ହେଲା, ଟେଲିସ୍କୋପ୍ ମାଧ୍ୟମରେ ଯେମିତି ଗୋଟେ ଛୋଟ ଜିନିଷକୁ ବଡ଼ ଭାବରେ ଦେଖୁଛେ ବା ବଡ଼ ଜିନିଷକୁ ଛୋଟ ଭାବରେ ଯେଉଁ ଦେଖୁଛେ, ତ ଏଇଭଳି ଯେଉଁ ଜିନିଷ ଗୁଡ଼ିକ ରହିଛି ସେଇଟା ଆମର କ'ଣ ଆମର ଜିନିଷଟାକୁ ପ୍ରତିଫଳନ ବା କଳ୍ପନା କରାଯାଇଥାଇପାରେ ବା ଛୋଟ ଜିନିଷକୁ ଆମକୁ ବଡ଼ ଆକାରରେ ଦେଖାଯାଇଥାଏ ହେଲା। ଲେନ୍ସ ପରି ତତ୍ତ୍ୱଗୁଡ଼ିକ ମଧ୍ୟ ବିଦ୍ୟମାନ ପୃଥିବୀକୁ ପ୍ରତିଫଳନ କରିଥାନ୍ତି। ଯେଉଁ ତତ୍ତ୍ୱଗୁଡ଼ିକ କ'ଣ କରନ୍ତି ନା ଯେଉଁ ଆମ ପୃଥିବୀଟା ରହିଛି ବା ବିଦ୍ୟମାନ ପୃଥିବୀ ରହିଛି ତାକୁ ପ୍ରତିଫଳନ କରିଥାନ୍ତି। ଦୃଷ୍ଟିଶକ୍ତି ବୃଦ୍ଧିରେ ଲେନ୍ସଗୁଡ଼ିକର ଭୂମିକା ପରି ତତ୍ତ୍ୱଗୁଡ଼ିକ ମଧ୍ୟ ଆମର ବିଚାରଧାରା ଏବଂ ବୁଦ୍ଧିମତ୍ତାକୁ ତୀକ୍ଷ୍ଣ କରିଥାନ୍ତି। ଯେମିତି ଲେନ୍ସଗୁଡ଼ିକ ଦୃଷ୍ଟିଶକ୍ତି ବା ଦେଖିବାର ଶକ୍ତିକୁ ଯେମିତି ବଢ଼ି ଦିଅନ୍ତି, ସେହିପରି ଭାବରେ ଆମର ଯେଉଁ ତତ୍ତ୍ୱଗୁଡ଼ିକ ରହିଛି ପିଲାମାନେ ସେଇଟା ଆମର ବିଚାରଧାରା ବା ଆମ ମାଇଣ୍ଡସେଟ୍କୁ ବା ଆମ ବୁଦ୍ଧିମତ୍ତାକୁ ତୀକ୍ଷ୍ଣ କରିଥାନ୍ତି। ସ୍ପଷ୍ଟ ମାନସିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବାରେ ଏହା ସହାୟକ ହୋଇଥାଏ। ଗୋଟେ ସ୍ପଷ୍ଟ ମାନସିକ ଦୃଷ୍ଟିଭଙ୍ଗୀ ଗୋଟେ କ'ଣ କ୍ଲିଅର ମାଇଣ୍ଡସେଟ୍ ତିଆରି କରିବାରେ ଏଇ ତତ୍ତ୍ୱଗୁଡ଼ିକ ଆମକୁ କ'ଣ କରନ୍ତି ନା ସହାୟକ ହୋଇଥାନ୍ତି। ତତ୍ତ୍ୱ ଗଭୀର ଜ୍ଞାନ ଆହରଣରେ ସାହାଯ୍ୟ କରେ। ତତ୍ତ୍ୱ କାହାକୁ କହିବା ନା ତତ୍ତ୍ୱ ମାନେ ତା'ର ମୂଳ ବା ଜଡ଼, ଯାହାକୁ ଆମେ କହୁଛେ ଓଡ଼ିଆରେ ଜଡ଼ ମୂଳ ସହିତ ଯେଉଁ ତା'ର ଟୋଟାଲ ଜାଣିବାଟା ତାକୁ ହିଁ ଆମେ କହିବା ତତ୍ତ୍ୱ ବୋଲି। ଗଭୀର ଜ୍ଞାନ ଏହା ବିଷୟବସ୍ତୁକୁ ଅତି ସ୍ପଷ୍ଟ ଭାବରେ ଆମ ସମ୍ମୁଖରେ ଉପସ୍ଥାପନ କରେ। ଏହା ପୃଷ୍ଠଭୂମିକ ଓ ପାରମ୍ପରିକ ଦୃଷ୍ଟିଭଙ୍ଗୀ ପରିବର୍ତ୍ତେ ଏକ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ ହେଲା। ଯେମିତି ଗୋଟେ ଗଛର ମୂଳ ବା ଜଡ଼ ହେଉଛି ତା'ର କ'ଣ ଶେଷ, ତ ସେଭଳି ଭାବରେ ମାନେ ପୁରା ସେଇଠୁ ଅଧିକ କିଛି ଆମେ ଜାଣିବାକୁ ଚେଷ୍ଟା କରିବା ନାହିଁ ଗଛ ବିଷୟରେ। ତ ସେଭଳି ଭାବରେ ଗୋଟେ ବିଷୟର ଜ୍ଞାନ ଚାହିଁବା ହେଲେ ଆମକୁ ତା'ର ତତ୍ତ୍ୱ ଜାଣିବାକୁ ପଡ଼ିବ, ଯାହାଫଳରେ ତା'ର ମୂଳ ଜ୍ଞାନ ବା ଗଭୀର ଜ୍ଞାନ ଆମେ ଆହରଣ କରିପାରିବା। କମେଣ୍ଟଙ୍କ ମତରେ ତତ୍ତ୍ୱର ଲେନ୍ସ ମାଧ୍ୟମରେ ଦୈନନ୍ଦିନ ଜୀବନର ସମ୍ମୁଖୀନ ହେଉଥିବା ବିବିଧ ସତ୍ୟର ମୁକାବିଲା କରାଯାଏ ହେଲା। ତତ୍ତ୍ୱଗୁଡ଼ିକ ପ୍ରମାଣିତ ସତ୍ୟ ଉପରେ ଆଧାରିତ। ସେଇଟା କିଛି ତତ୍ତ୍ୱଗୁଡ଼ିକ ପିଲାମାନେ ମିଛ ନୁହେଁ, ସେଇଟା ପ୍ରମାଣିତ ହୋଇଥିବା ସତ୍ୟଗୁଡ଼ିକ ଉପରେ ସେଇଟା ଆଧାରିତ ହୋଇଥାଏ। ତତ୍ତ୍ୱ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ମୂଲ୍ୟାଙ୍କନ କରାଯାଇପାରେ। ତତ୍ତ୍ୱ ବିନା କେଉଁ ଘଟଣାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କିମ୍ବା ଅନ୍ୟମାନଙ୍କ ସହିତ କିପରି ଜଡ଼ିତ ତାହା କୁହାଯାଇପାରିବ ନାହିଁ। ତତ୍ତ୍ୱ ବିନା ତତ୍ତ୍ୱରେ ଆମେ କେଉଁ ଘଟଣାଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ବା ଅନ୍ୟମାନଙ୍କ ସହିତ ସେଇଟା କିପରି ଭାବରେ ଜଡ଼ିତ ତାହା ଆମେ କହିପାରିବା ନାହିଁ। ତତ୍ତ୍ୱର କେତେକ ନିର୍ଦ୍ଦିଷ୍ଟ ଉପାଦାନ ରହିଛି। ଏହାର ପ୍ରଥମ ଉପାଦାନ ହେଉଛି ପଦାର୍ଥର ବ୍ୟବହାରରେ ସାବଧାନତା ଅବଲମ୍ବନ କରିବା, ଅର୍ଥାତ୍ ଅନାବଶ୍ୟକ କଳ୍ପନା ଓ ଦ୍ୱନ୍ଦ୍ୱଠାରୁ ଦୂରେଇ ଯିବା। ତ ତତ୍ତ୍ୱର କିଛିଟା ଉପାଦାନ ରହିଛି। ତ ପ୍ରଥମ ଉପାଦାନ ହେଉଛି କ'ଣ ନା ପଦାର୍ଥର ବ୍ୟବହାରରେ ସାବଧାନତା ଆମେ ଅବଲମ୍ବନ କରିବା ବା ଅନାବଶ୍ୟକ ଯେଉଁ କଳ୍ପନା ବା ଦ୍ୱନ୍ଦ୍ୱ ରହିଛି ତାଠୁ ଦୂରେଇ ଯିବା। ଦ୍ୱିତୀୟତଃ ହେଲା କ'ଣ ନା ତତ୍ତ୍ୱଗୁଡ଼ିକ ସରଳ ଓ ବୋଧଗମ୍ୟ ହେବା ଆବଶ୍ୟକ। ସେଇଟା ସରଳ ଆଉ ବୋଧଗମ୍ୟ ହେବା ଆବଶ୍ୟକ ତତ୍ତ୍ୱଗୁଡ଼ିକ। ତୃତୀୟରେ ତତ୍ତ୍ୱଗୁଡ଼ିକ ଅଧିକ ସଂକ୍ଷିପ୍ତ ହେବା ଉଚିତ, ଯାହାଦ୍ୱାରା ବୁଝାଇବା ପ୍ରକ୍ରିୟାଟା ସହଜ ହୋଇଥାଏ। ଯେତେ ସବୁ ତତ୍ତ୍ୱ ରହିଛି ଯେକୌଣସି ତତ୍ତ୍ୱ ସେଇଟା ସଂକ୍ଷେପ ହେବା ଦରକାର, ଯାହାଫଳରେ ଆମେ ଜଣକୁ ବୁଝାଇବାଟା ଆମକୁ ସହଜ ହେବ। ଚତୁର୍ଥ, ତତ୍ତ୍ୱଗୁଡ଼ିକ ଲୋଭନୀୟ ଓ ସଠିକ୍ ହେଲେ ଏହାର ମାଧୁର୍ଯ୍ୟ ବୃଦ୍ଧି ପାଏ। ଯଦି ତତ୍ତ୍ୱଗୁଡ଼ିକ ଲୋଭନୀୟ ହେଲା ବା ଠିକ୍ ହେଲା ତାହେଲେ ତତ୍ତ୍ୱର ଯେଉଁ ମାଧୁର୍ଯ୍ୟତାଟା ବଢ଼ିଯାଏ। ଏ ଗୁଣଗୁଡ଼ିକ ପ୍ରାକୃତିକ ବିଜ୍ଞାନର ତତ୍ତ୍ୱ ସହିତ ସମାନ। ରାଜନୀତି ବିଜ୍ଞାନ ପରେ ସାମାଜିକ ବିଜ୍ଞାନଗୁଡ଼ିକ ପ୍ରାକୃତିକ ବିଜ୍ଞାନର ଏହି ଗୁଣାବଳୀକୁ ଗ୍ରହଣ କରିଥିବାରୁ ସେଗୁଡ଼ିକ ମଧ୍ୟ ବିଜ୍ଞାନ ଶ୍ରେଣୀଭୁକ୍ତ କରାଯାଇପାରେ। ରାଜନୀତି ବିଜ୍ଞାନ ଯେପରି ଭାବରେ ଗୋଟେ ସାମାଜିକ ବିଜ୍ଞାନ, ସେଭଳି ଭାବରେ ପ୍ରାକୃତିକ ବିଜ୍ଞାନ ଏହି ଗୁଣାବଳୀକୁ ସେ ଗ୍ରହଣ କରିଥିବାରୁ ଆମେ
ତାକୁ ମଧ୍ୟ ଗୋଟେ ବିଜ୍ଞାନର ଶ୍ରେଣୀଭୁକ୍ତ କରିଥାଉ। କୌଣସି ବିଷୟରେ ଶୃଙ୍ଖଳିତ ଜ୍ଞାନ ଅର୍ଜନ ହିଁ ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ। ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ କ'ଣ ପିଲାମାନେ? କୌଣସି ବିଷୟରେ ଶୃଙ୍ଖଳିତ ଜ୍ଞାନ ଅର୍ଜନ କରିବାଟା ହିଁ ତାକୁ ଆମେ କହିବା ଗୋଟେ ବିଜ୍ଞାନର ଲକ୍ଷ୍ୟ। ସାମାଜିକ ବିଜ୍ଞାନ ମଧ୍ୟ ପରୀକ୍ଷା ନିରୀକ୍ଷା ଓ ତୁଳନା ମାଧ୍ୟମରେ କେତେକ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିଥାଏ। ଆମେ ଦେଖିବା ଯଦି ଆମେ ସାମାଜିକ ବିଜ୍ଞାନ କହିବା ପିଲାମାନେ କ'ଣ? ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର ଏଗୁଡ଼ିକୁ ଆମେ ବୁଝିଥାଉ ସାଧାରଣତଃ। ବିଜ୍ଞାନକୁ ତ ଆମେ କହିଲେ ଯେମିତି କେମିଷ୍ଟ୍ରି ଯେଉଁ ଫିଜିକ୍ସ ରହିଛି ବା ହେଲା ସେଗୁଡ଼ିକୁ ଆମେ ବୁଝିଥାଉ ବିଜ୍ଞାନ ଯଦି କହିବା। ତ ସେଗୁଡ଼ିକରେ କ'ଣ ବହୁତ ଗୁଡ଼ିଏ ପରୀକ୍ଷା ନିରୀକ୍ଷା ଏକ୍ସପେରିମେଣ୍ଟ ସବୁ କରାଯାଇଥାଏ। ସେଭଳି ଭାବରେ ସାମାଜିକ ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଏବଂ ତୁଳନା କରାଯାଇଥାଏ। ମନୁଷ୍ୟର ବ୍ୟବହାର ଓ ରାଜନୈତିକ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକଳାପ ସର୍ବଦା ପରିବର୍ତ୍ତନଶୀଳ ପିଲାମାନେ ହେଲା। ତଥାପି ଏହିସବୁ ସମୟରେ ବିଧିବଦ୍ଧ ଜ୍ଞାନ ଆହରଣ କରି ନିର୍ଦ୍ଦିଷ୍ଟ ସତ୍ୟରେ ଉପନୀତ ହେବା ରାଜନୀତି ବିଜ୍ଞାନ ଭଳି ଏକ ସାମାଜିକ ବିଜ୍ଞାନ ସମ୍ଭବ ହୋଇଥିବାରୁ ଏହାକୁ ବିଜ୍ଞାନ ଆଖ୍ୟା ଦେବା ଅପ୍ରାସଙ୍ଗିକ ନୁହେଁ। ଦେଖ ଆମେ ଯଦି କହିବା ମନୁଷ୍ୟର ବ୍ୟବହାର ଏବଂ ରାଜନୈତିକ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକଳାପ ଏଗୁଡ଼ିକ ପରିବର୍ତ୍ତନଶୀଳ, ତଥାପି ଯେତେବେଳେ ଆମେ ସବୁ ବିଷୟରେ ବିଧିବଦ୍ଧ ଜ୍ଞାନ ଆହରଣ କରି ନିର୍ଦ୍ଦିଷ୍ଟ ସତ୍ୟରେ ଉପନୀତ ହେଉଛୁ ତା ସହିତ ହେବା ରାଜନୀତି ବିଜ୍ଞାନ ଭଳି ଏକ ସାମାଜିକ ବିଜ୍ଞାନର ସମ୍ଭବ ହେଉଛି। ଏଇଟା ମଧ୍ୟ ଗୋଟେ ରାଜନୀତି ବିଜ୍ଞାନର ମଧ୍ୟ ଏଇଟା ସମ୍ଭବ, କାରଣ ବିଧିବଦ୍ଧ ଜ୍ଞାନ ଆହରଣ କରି ଗୋଟେ ସତ୍ୟ ଉପରେ ଉପନୀତ ହେବା ଏଇଟା ହେଉଛି ରାଜନୀତି ବିଜ୍ଞାନ ଭଳି ମଧ୍ୟ ବିଜ୍ଞାନରେ ସମ୍ଭବ ହେଉଛି, ଯାହାକୁ ଆମେ ଗୋଟେ ବିଜ୍ଞାନର ଆଖ୍ୟା ଦେଇଥାଉ। ଇଂଲଣ୍ଡର ଲର୍ଡ଼ ବ୍ରାଇସ୍ ଆଉ ଆମେରିକାର ଭାନ୍ ଡାଏକ୍ ରାଜନୀତି ବିଜ୍ଞାନକୁ ଦୃଢ଼ ଭାବେ ଏକ ବିଜ୍ଞାନ ବୋଲି ଗ୍ରହଣ କରିଛନ୍ତି। ଆରିଷ୍ଟଟଲ ଏହାକୁ ସର୍ବୋଚ୍ଚ ବିଜ୍ଞାନ ରୂପେ ଅଭିହିତ କରିଛନ୍ତି। କିଏ? ଆରିଷ୍ଟଟଲ। ଲର୍ଡ଼ ବ୍ରାଇସ୍ଙ୍କ ମଧ୍ୟରେ ଯଦିଓ ମାନବର କାର୍ଯ୍ୟକଳାପ ଓ ମନୋବୃତ୍ତିରେ ମନୁଷ୍ୟ ଗତିବିଧିର ସଙ୍ଗତି ଓ ସମାନତା ରହିଛି, ତଥାପି ସେଥିରୁ ଆମେ ଅନଭିଜ୍ଞତା ଓ ଘଟଣାବଳୀକୁ ଭାଗ ଭାଗ କରି ସାଧାରଣ ନିୟମ ନିର୍ଦ୍ଧାରଣ କରିଥାଉ। ଯଦି ଆମେ ଦେଖିବା ପିଲାମାନେ ତ ବିଜ୍ଞାନ ତ ଗୋଟେ ବିଜ୍ଞାନ ଅଛି ହେଲା, କିନ୍ତୁ ଆମେ ଏଥିରେ ରାଜନୀତି ବିଜ୍ଞାନକୁ ମଧ୍ୟ ଗୋଟେ ବିଜ୍ଞାନ ଭାବେ ଧରାଯାଉଛି। କାରଣ ଯେଭଳି ଭାବରେ ଅନ୍ୟ ବିଜ୍ଞାନ ଗୁଡ଼ିକରେ ପରୀକ୍ଷା ନିରୀକ୍ଷା ଏବଂ ତୁଳନା କରି ସତ୍ୟଟାକୁ ନିର୍ଦ୍ଧାରଣ କରାଯାଇଥାଏ ଫଳେ ସେଭଳି ଭାବରେ ରାଜନୀତି ବିଜ୍ଞାନରେ ମଧ୍ୟ କ'ଣ ପରୀକ୍ଷା ନିରୀକ୍ଷା ଏବଂ ସତ୍ୟଟାକୁ ଏଥିରେ ଗୁରୁତ୍ୱ ଦିଆଯାଇଥାଏ ହେଲା। ତ ସେଥିପାଇଁ ରାଜନୀତି ବିଜ୍ଞାନ ଗୋଟେ ବିଜ୍ଞାନର ଆଖ୍ୟା ଦିଆଯାଇଛି। କିନ୍ତୁ ରାଜନୀତି ବିଜ୍ଞାନ ସଂଜ୍ଞା ଏହାର ବିଭିନ୍ନ ପ୍ରକାର ଶବ୍ଦ ଅଭିବ୍ୟକ୍ତି ବିଷୟରେ ରାଜନୀତି ବିଜ୍ଞାନୀମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ ନାହିଁ। ଅର୍ଥାତ୍ ଏଗୁଡ଼ିକ ସାଧାରଣ ଏବଂ ଏକକ ରୂପରେ ପ୍ରକାଶ ପାଉନଥିବାରୁ ବିଜ୍ଞାନର ମୌଳିକ ଧର୍ମ ପୂରଣ ହୁଏ ନାହିଁ। କାରଣ ଏଗୁଡ଼ିକ ସଂଜ୍ଞା ଏବଂ ଶବ୍ଦ ଗୁଡ଼ିକ ଏମାନେ ରାଜନୀତି ବିଜ୍ଞାନୀମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ ନାହିଁ, ତେଣୁକରି ସେ ଗୋଟେ ବିଜ୍ଞାନର ମୌଳିକ ଧର୍ମଟାକୁ ସେ ପୂରଣ ହୁଏ ନାହିଁ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଆଦି ଶୁଦ୍ଧ ହେଲା। ଏଗୁଡ଼ିକ ହେଉଛି ଗୋଟେ ଶୁଦ୍ଧ। ପ୍ରାକୃତିକ ବା ଭୌତିକ ବିଜ୍ଞାନ ଗୁଡ଼ିକ ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ବସ୍ତୁ ବା ପଦାର୍ଥ ବିଷୟରେ ଅଧ୍ୟୟନ କରିଥାନ୍ତି। ତ ପ୍ରାକୃତିକ ବିଜ୍ଞାନ ଆମେ କାହାକୁ କହିବା ନା ଯେତେ ସବୁ ବସ୍ତୁ ବା ପଦାର୍ଥ ଗୁଡ଼ିକ ପ୍ରକୃତି ଦ୍ୱାରା ସୃଷ୍ଟି ତାର ଅଧ୍ୟୟନକୁ ଆମେ କହିବା କ'ଣ? ପ୍ରାକୃତିକ ବିଜ୍ଞାନ ବା ଭୌତିକ ବିଜ୍ଞାନ ବୋଲି ଆମେ ତାକୁ କହିବା ବା ଫିଜିକାଲ ସାଇନ୍ସ। ଏଗୁଡ଼ିକର ଅଧ୍ୟୟନରେ ଏକରୂପତା ବା ସାଦୃଶ୍ୟ ପ୍ରକାଶ ପାଉଥିଲେ ମଧ୍ୟ ସାମାଜିକ ପ୍ରାଣୀ ମଣିଷମାନଙ୍କୁ ନେଇ ଗଢ଼ା ହୋଇଥିବା ରାଜନୀତି ବିଜ୍ଞାନ ଭଳି ଏକ ସାମାଜିକ ବିଜ୍ଞାନଠାରୁ ଏଭଳି ଏକରୂପତା ପୂର୍ବାନୁମାନ ଆଶା କରାଯାଇପାରିବ ନାହିଁ। ଦେଖ ଯଦି ଆମେ ଦେଖିବା ପିଲାମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ଏଗୁଡ଼ିକରେ ଆମେ ଏକରୂପତା ଦେଖିବାକୁ ପାଇବା ବା ୟୁନିଫର୍ମାଲିଟି ବା ସାଦୃଶ୍ୟ ଆମେ ଦେଖିବାକୁ ପାଇବା। କିନ୍ତୁ ଏଇଟା କ'ଣ ପ୍ରକୃତି ତିଆରି କରିଛି ଏଇ ବିଜ୍ଞାନକୁ? ରସାୟନ ବିଜ୍ଞାନ, ଆମର ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଏଇଟା ମନୁଷ୍ୟ ତିଆରି ପ୍ରକୃତି ତିଆରି କରିଛି। କିନ୍ତୁ ରାଜନୀତି ବିଜ୍ଞାନକୁ କିଏ ତିଆରି କରିଛି? ମନୁଷ୍ୟ ତିଆରି କରିଛି। ଯାହାଫଳରେ ଏଇଟା ଆମର ଏକରୂପତାଟା ଦେଖିବାକୁ ପାଇବା ନାହିଁ ବା ଏଇଟା ଆମେ ସେଇଭଳି ଭାବରେ ଆଶା ଆମେ କରିପାରିବାନି ଯାହା ଆମେ ଏଇ ସାମାଜିକ ବିଜ୍ଞାନ ଭୌତିକ ବିଜ୍ଞାନରୁ ଆମେ ଯାହା ଆଶା କରିପାରୁଛେ। କାରଣ ପ୍ରାକୃତିକ ପଦାର୍ଥ ପରି ମଣିଷର ବ୍ୟବହାର ସ୍ଥିର, ଅଚଞ୍ଚଳ ବା ଅନୁମାନ ସାପେକ୍ଷ ନୁହେଁ। ମନୁଷ୍ୟର ବ୍ୟବହାର ଓ ରାଜନୈତିକ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକଳାପ ସର୍ବଦା ପରିବର୍ତ୍ତନଶୀଳ ଯେପରି ଭାବରେ କୁହାଗଲା। ତ ରାଜନୀତି ବିଜ୍ଞାନରେ ପ୍ରାକ୍ ଉକ୍ତି ତଥ୍ୟ ବା ବସ୍ତୁର ସତ୍ୟାସତ୍ୟ ନିରୂପଣ କରିବା ସହଜ ନୁହେଁ। ତ ରାଜନୀତି ବିଜ୍ଞାନରେ ଆମେ ପ୍ରାକ୍ ଉକ୍ତି ବା ବସ୍ତୁର ସତ୍ୟାସତ୍ୟତାକୁ ନିରୂପଣ କରିବାଟା ଏତେ ସହଜ ନୁହେଁ। ଏଗୁଡ଼ିକର ବୈଜ୍ଞାନିକ ପରୀକ୍ଷଣ କରି ବସ୍ତୁନିଷ୍ଠ ବା ଅବଜେକ୍ଟିଭ ଏବଂ ନିରପେକ୍ଷ ନିର୍ଣ୍ଣୟ ବା ଏକ ସିଦ୍ଧାନ୍ତ ବାହାର କରିବା କଷ୍ଟସାଧ୍ୟ। ତ ବୈଜ୍ଞାନିକ ପରୀକ୍ଷଣ କରି ଗୋଟେ ରାଜନୀତି ବିଜ୍ଞାନରେ ତାକୁ ଆମେ ବୈଜ୍ଞାନିକ ପରୀକ୍ଷଣ କରି ତାର ବସ୍ତୁନିଷ୍ଠ ବା ତାର ନିରପେକ୍ଷ ନିର୍ଣ୍ଣୟ କରିବାଟା ବହୁତ କଷ୍ଟସାଧ୍ୟ। କାରଣ ଗବେଷଣାକାରୀ ମଧ୍ୟ ମଣିଷ ହୋଇଥିବାରୁ ତାର ନିଜସ୍ୱ ପୂର୍ବଧାରଣା ଓ ବ୍ୟକ୍ତିଗତ ମୂଲ୍ୟବୋଧର ପ୍ରତିଫଳନ ତାଙ୍କର ଗବେଷଣା ଓ ପରୀକ୍ଷଣର ଫଳାଫଳରେ ଦେଖିବାକୁ ମିଳିଥାଏ, ଯାହା ବିଜ୍ଞାନର ପ୍ରକୃତି ଅନୁକୂଳ ନୁହଁ। ବିଜ୍ଞାନ କାରଣ ଓ ପରିଣାମ ଉପରେ ମଧ୍ୟରେ ଥିବା ସମ୍ପର୍କକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ରାଜନୀତି ବିଜ୍ଞାନର ସ୍ଥିତି ଅପେକ୍ଷାକୃତ ଟିକେ ଦୁର୍ବଳ। ଦେଖ ବିଜ୍ଞାନ ପିଲାମାନେ କ'ଣ କରେ ନା ତାର କାରଣ କ'ଣ, ତାର ପରିଣାମ କ'ଣ ହେବ ହେଲା, ତାପରେ ସେ ଅଧିକ ଧ୍ୟାନ ଦେଉଛି ବା ଏହି ସମ୍ପର୍କକୁ ସେ ଅଧିକ କଡ଼ାକଡ଼ି ଭାବରେ ପାଳନ କରୁଛି। କିନ୍ତୁ ରାଜନୀତି ବିଜ୍ଞାନ ଏଇଟା ଆମେ ଦେଖିବାକୁ ଟିକେ କମ୍ ମିଳିବ।
ପରିସ୍ଥିତିରେ ପରିବର୍ତ୍ତନ ହେଲେ ଏ ସମ୍ପର୍କରେ ଭିନ୍ନତା ମଧ୍ୟ ପରିଦୃଷ୍ଟ ହୁଏ। ଏଣୁ ଭୌତିକ ବିଜ୍ଞାନର ସିଦ୍ଧାନ୍ତରେ ବଳିଷ୍ଠତା ସାମାଜିକ ବିଜ୍ଞାନର ସିଦ୍ଧାନ୍ତଠାରୁ ଅଧିକ ଅଟେ। ତାପରେ ଆମେ ଦେଖିବା ପିଲାମାନେ ରାଜନୀତି ତତ୍ତ୍ୱର ପ୍ରକୃତି। ଆମେ ରାଜନୀତି ତତ୍ତ୍ୱର ସଂଜ୍ଞା ବିଷୟରେ ବା ଅର୍ଥ ବିଷୟରେ ଜାଣିଲେ ଏବେ ଦେଖିବା ଆମେ ପ୍ରକୃତି। ମନୁଷ୍ୟର ରାଜନୈତିକ କ୍ରିୟାକଳାପ ବିଷୟରେ ଶୃଙ୍ଖଳିତ ଜ୍ଞାନ ଅର୍ଜନ ରାଜନୀତି ବିଜ୍ଞାନର ଲକ୍ଷ୍ୟ। ତ ମନୁଷ୍ୟ ଯେତେ ସବୁ ରାଜନୈତିକ କାର୍ଯ୍ୟକଳାପ ରହିଛି ସେହି ବିଷୟରେ ଯେଉଁ ଶୃଙ୍ଖଳିତ ଜ୍ଞାନ ଅର୍ଜନ ତାକୁ ହିଁ ଆମେ କହିବା ରାଜନୀତି ବିଜ୍ଞାନର ଲକ୍ଷ୍ୟ। ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ରାଜନୀତି ବିଜ୍ଞାନକୁ କେତୋଟି ମୌଳିକ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼େ। ଗୋଟେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ବା ଗୋଟେ କନକ୍ଲୁଜନ୍ ବା ଗୋଟେ ସିଦ୍ଧାନ୍ତରେ ଆମେ ଉପନୀତ ହେବାକୁ ହେଲେ ଆମକୁ କିଛିଟା ମୌଳିକ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିବ। ରାଜନୀତି ବିଜ୍ଞାନର ଶବ୍ଦ ପ୍ରଣାଳୀ ମଧ୍ୟ କେତେକ ବୈଜ୍ଞାନିକ ପଦ୍ଧତିରେ ସୃଷ୍ଟି ହୋଇଥାଏ। ଅପରପକ୍ଷରେ ମେଟଲାଣ୍ଡ ବକେଲ ଓ କମେଟ୍ ରାଜନୀତି ବିଜ୍ଞାନକ ବିଜ୍ଞାନ ନୁହେଁ, ଏହାକୁ କଳା ବୋଲି ମତ ପୋଷଣ କରନ୍ତି। କିଏ କଳା ବୋଲି କହିଛନ୍ତି, କିଏ ଏହାକୁ କ'ଣ ବିଜ୍ଞାନ ବୋଲି କହିଛନ୍ତି। ଅଧ୍ୟାପକ ମେଟଲାଣ୍ଡ କହିଛନ୍ତି, ଯେତେବେଳେ ରାଜନୀତି ବିଜ୍ଞାନ ଶୀର୍ଷକ କେତେକ ପ୍ରଶ୍ନ ମୋ ଦୃଷ୍ଟିକୁ ଆସେ, ମୁଁ ସେ ପ୍ରଶ୍ନଗୁଡ଼ିକ ପାଇଁ ନୁହେଁ ବରଂ ଶିରୋନାମା ପାଇଁ ଦୁଃଖ ପ୍ରକାଶ କରେ। କ'ଣ କହିଛନ୍ତି ମେଟଲାଣ୍ଡ କହିଲେ ଯେ ଯେତେବେଳେ ରାଜନୀତି ବିଜ୍ଞାନ ରାଜନୀତି ବିଜ୍ଞାନ ଶୀର୍ଷକ କେତେକ ପ୍ରଶ୍ନ ମୋ ଦୃଷ୍ଟିକୁ ଆସେ, କେତେଟା ପ୍ରଶ୍ନ ଯେ ତାଙ୍କ ଦୃଷ୍ଟିକୁ ଆସିଲା, ମୁଁ ସେ ପ୍ରଶ୍ନଗୁଡ଼ିକ ପାଇଁ ନୁହେଁ ବରଂ ଶିରୋନାମା ପାଇଁ ଦୁଃଖ ପ୍ରକାଶ କରେ। ବକେଲଙ୍କ ମତରେ ସାମ୍ପ୍ରଦାୟିକ ଜ୍ଞାନର ପରିପ୍ରେକ୍ଷୀରେ ରାଜନୀତିକୁ ବିଜ୍ଞାନର ବ୍ୟବହାରିକ ପ୍ରୟୋଗକୁ କଳା କୁହାଯାଏ। ହେଲା, ତ ସେ ଯେଉଁ ବ୍ୟବହାରିକ ପ୍ରୟୋଗ ରହିଛି ରାଜନୀତି ବିଜ୍ଞାନର, ତ ତାକୁ କଳା ବୋଲି କୁହାଯାଏ। ଏହା ଏକ ନିର୍ଦ୍ଦିଷ୍ଟ ବିଷୟର ପ୍ରୟୋଗ ସମ୍ବନ୍ଧରେ ସମ୍ୟକ ଜ୍ଞାନ ପ୍ରଦାନ କରିଥାଏ। କଳାଲବ୍ଧ ଜ୍ଞାନକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଯାଇ ବ୍ୟକ୍ତି ତଥା ସମାଜର ଉପକାର ସାଧନ କରାଯାଇଥାଏ। ତ ଦେଖ, କିଏ ଏହାକୁ କଳା କହିଲେ, କିଏ ଏହାକୁ କ'ଣ ବିଜ୍ଞାନ ବୋଲି କହିଲେ। ତ ରାଜନୀତି ବିଜ୍ଞାନର ପ୍ରୟୋଗାତ୍ମକ ମୂଲ୍ୟ ରହୁଥିବାରୁ ଏହାକୁ କଳା ହିସାବରେ ଗ୍ରହଣ କରାଯାଏ। କାରଣ ତାର ଗୋଟେ ପ୍ରୟୋଗାତ୍ମକ କଳା ମାନେ କ'ଣ ମୂଲ୍ୟ ରହିଛି, ତ ତାକୁ ସେଥିପାଇଁ ଆମେ ଗୋଟେ କଳା ଭାବରେ ମଧ୍ୟ ଗ୍ରହଣ କରାଯାଏ। ରାଜନୀତି ବିଜ୍ଞାନର ଲବ୍ଧ ଜ୍ଞାନକୁ ରାଷ୍ଟ୍ର ପରିଚାଳନାରେ ବ୍ୟବହାର କରାଯାଏ। ତ ରାଜନୀତି ବିଜ୍ଞାନ କହିଲେ ଆମେ ସାଧାରଣତଃ କ'ଣ ରାଷ୍ଟ୍ର ପରିଚାଳନା ବା ରାଜନୀତିକୁ ଆମେ ବୁଝେଇଥାଉ ସାଧାରଣତଃ। ଏହି ଦୃଷ୍ଟିରୁ ବିଚାର କରିଲେ ରାଜନୀତି ଶାସ୍ତ୍ର କଳାବଦ୍ଧ ବାଚ୍ୟ। ଏଥିରେ ଲବ୍ଧ ଜ୍ଞାନକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରେ। ଯେଉଁ ଲବ୍ଧ ଜ୍ଞାନଟା ବା ଯେଉଁ ଜ୍ଞାନଟା ଆମେ ପାଉଛେ ତାକୁ ବାସ୍ତବ କ୍ଷେତ୍ରରେ କ'ଣ ପ୍ରୟୋଗ କରାଯାଉଛି। ଜୀବନକୁ ସରସ, ସୁନ୍ଦର ଓ ସୁଖମୟ କରିବା, ଉପଯୁକ୍ତ ନାଗରିକ ଗଢ଼ିବା ରାଜନୀତି ବିଜ୍ଞାନର ଲକ୍ଷ୍ୟ। ତ ରାଜନୀତି ବିଜ୍ଞାନର ଆଉ ଗୋଟେ ଲକ୍ଷ୍ୟ କ'ଣ ପିଲାମାନେ, ନା ଜୀବନକୁ ସରସ, ସୁନ୍ଦର ଏବଂ ସୁଖମୟ କରିବା ଏବଂ ଉପଯୁକ୍ତ ନାଗରିକ ଗଢ଼ିବା ହେଉଛି ରାଜନୀତି ବିଜ୍ଞାନର ଗୋଟେ ଲକ୍ଷ୍ୟ। ଏଥିରେ ଅଧ୍ୟୟନ କରାଯାଉଥିବା ବିଷୟଗୁଡ଼ିକ ଉପଯୁକ୍ତ ପ୍ରୟୋଗ ହିଁ ଏହାର ଅଧ୍ୟୟନକୁ ସାର୍ଥକ କରେ। ସେଥିପାଇଁ ରାଜନୀତିକ ପାଠକୁ କଳା ବୋଲି ମଧ୍ୟ କୁହାଯାଏ। କାରଣ ଦେଖ, ଏଥିରେ ଯେଉଁ ଆମେ ଅଧ୍ୟୟନ କରୁଛେ, ରାଜନୀତି ବିଜ୍ଞାନ ଯେଉଁ ଅଧ୍ୟୟନ କରୁଛେ ବିଷୟଗୁଡ଼ିକୁ, ତାଙ୍କର ଉପଯୁକ୍ତ ପ୍ରୟୋଗ, ତାର ଠିକ୍ ଭାବରେ ଯେଉଁ ବ୍ୟବହାରଟା ହିଁ ତାର ଅଧ୍ୟୟନକୁ ସାଧନ କରେ। ପିଲାମାନେ ଦେଖ, ଆମ ପାଠଟା କେତେବେଳେ ପିଲାମାନେ ସାର୍ଥକ ହେବ ଜାଣିଛ, କେତେବେଳେ ଉପଯୁକ୍ତ କାର୍ଯ୍ୟରେ ବ୍ୟବହାର ହେବ ଜାଣିଛ, ଯେତେବେଳେ ଆମେ ତାକୁ ଗୋଟିଏ କ'ଣ ନା ଗୋଟେ ବିଷୟଗୁଡ଼ିକୁ ଯେତେବେଳେ ଆମେ ଗୋଟେ ଶିକ୍ଷାଟାକୁ ଯେତେବେଳେ ଗ୍ରହଣ କଲେ ଏବଂ ତାକୁ କାର୍ଯ୍ୟରେ ଲଗାଇଲେ, ସେତେବେଳେ ହିଁ ଆମ ପଢ଼ିବାର ବା ଆମ ଅଧ୍ୟୟନର ଉଦ୍ଦେଶ୍ୟଟା ସାର୍ଥକ ହେବ। ଆମେ ରାଜନୀତି ବିଜ୍ଞାନ ପଢ଼ୁଛେ, ଆମେ ଗଣତନ୍ତ୍ର ବିଷୟରେ ଜାଣୁଛେ, ତାକୁ ଆମେ କାମରେ ଲଗାଇବା। ପାଠଟା ପଢ଼ିଲେ ତାକୁ କାମରେ ଲଗାଇବା, ସେତେବେଳେ ହିଁ ସେଇଟା ସାର୍ଥକ ହେବ। ସେଥିପାଇଁ ରାଜନୀତିକୁ ଗୋଟେ କଳା ବୋଲି କୁହାଯାଇଛି ବା ରାଜନୀତି ବିଜ୍ଞାନ ପାଠଟାକୁ ଆମେ କଳା ବୋଲି କହୁଛେ। ପାଶ୍ଚାତ୍ୟ ରାଜନୀତିଜ୍ଞ ମାକିଆଭେଲି ଓ ବର୍ଗ ଏହାକୁ କଳା ରୂପେ ଗ୍ରହଣ କରିଛନ୍ତି। ଏହି ଅସୁବିଧାଗୁଡ଼ିକ ଆକାରରେ କେତେ ମତ ଦିଅନ୍ତି ଯେ ସାମାଜିକ ବିଜ୍ଞାନୀମାନେ ପ୍ରାକୃତିକ ବିଜ୍ଞାନକୁ ଅନୁକରଣ କରିବା ଉଚିତ ନୁହେଁ। ତ ଯେଉଁ ସାମାଜିକ ବିଜ୍ଞାନୀମାନେ ରହିଛନ୍ତି, ସେମାନେ ଭୌତିକ ବିଜ୍ଞାନୀମାନଙ୍କୁ ବା ପ୍ରାକୃତିକ ବିଜ୍ଞାନକୁ ଅନୁସରଣ କରିବା ଉଚିତ ନୁହେଁ। ଅପରପକ୍ଷରେ ସେମାନେ ନିଜର ମାନ ଓ ପଦ୍ଧତିର ବିକାଶ ସାଧନ କରିବା ଉଚିତ। ତ ସାମାଜିକ ବିଜ୍ଞାନୀମାନେ କ'ଣ ଅନୁସରଣ କରିବା ଉଚିତ ନୁହେଁ, ନା ପ୍ରାକୃତିକ ବିଜ୍ଞାନକୁ ଅନୁସରଣ କରିବା ଉଚିତ ନୁହେଁ। ପିଲାମାନେ ଏଇଟା ମନେ ରଖିତ ହେଲା। ସାମାଜିକ ବିଜ୍ଞାନୀମାନେ କ'ଣ ଅନୁସରଣ କରିବା ଉଚିତ ନୁହେଁ, କ'ଣ ନା ପ୍ରାକୃତିକ ବିଜ୍ଞାନକୁ ଅନୁସରଣ କରିବା ଉଚିତ ନୁହେଁ। ତ ଅପରପକ୍ଷରେ କ'ଣ କରୁଛି ନା ସେମାନେ ନିଜର ମାନ ଓ ପଦ୍ଧତିର ବିକାଶ ସାଧନ କରିବା ଉଚିତ। ସାମାଜିକ ବିଜ୍ଞାନୀମାନେ ଇତିହାସଗତ, ସମ୍ପତ୍ତିଗତ ଓ ଆଗ୍ରହଠାରୁ ନିଜକୁ ବିରତ ରଖିବା ଉଚିତ। ମଣିଷ ଆତ୍ମପ୍ରତିଫଳନ ମଧ୍ୟରେ ନିଜକୁ ବିଶ୍ଳେଷଣ କରିପାରେ। କୌଣସି ଆତ୍ମପ୍ରତିବିମ୍ବିତ ଜୀବକୁ ବୁଝିବାକୁ ହେଲେ ନିଜକୁ ଜଣେ ପ୍ରତିବନ୍ଧିତ ଜୀବରେ ପରିଣତ କରିବାକୁ ପଡ଼ିବ। ତେଣୁ ସାମାଜିକ ଏବଂ ରାଜନୈତିକ ଜୀବନର ତତ୍ତ୍ୱକାରଙ୍କ ପାଇଁ ଅନୁଭବ ଏବଂ ଚିନ୍ତନ ସାମର୍ଥ୍ୟ ହେଉଛି କାର୍ଯ୍ୟ ଯୋଜନାର ଅବିକଳ ପ୍ରତିରୂପ। ତ ଗୋଟେ ସାମାଜିକ ଏବଂ ରାଜନୈତିକ ଜୀବନର ତତ୍ତ୍ୱକାର ଯେଉଁ ରହିଛନ୍ତି ହେଲା, ସେମାନଙ୍କ ପାଇଁ ଅନୁଭବ ଏବଂ ଚିନ୍ତନର ସାମର୍ଥ୍ୟ କ'ଣ ପିଲାମାନେ, ନା କାର୍ଯ୍ୟ ଯୋଜନାର ଅବିକଳ ପ୍ରତିରୂପ। ଗୋଟିଏ ପକ୍ଷରେ ପାଶ୍ଚାତ୍ୟ ରାଜନୈତିକ ତତ୍ତ୍ୱ
ରାଜନୈତିକ ଦର୍ଶନରୁ ବିକାଶ ଲାଭ କରିଥିବା ସ୍ଥଳେ ଅନ୍ୟ ପକ୍ଷରେ ରାଜନୈତିକ ଚିନ୍ତନରୁ ଏହା ମଧ୍ୟ ବିକାଶ ଲାଭ କରିଛି। ହେଲା, ଗୋଟେ ପକ୍ଷରେ ଯେଉଁ ଆମ ଯେଉଁ ରାଜନୈତିକ ତତ୍ତ୍ୱଟା ରାଜନୈତିକ ଦର୍ଶନରୁ ବିକାଶ ଲାଭ କରିଥିବା ବେଳେ ଅନ୍ୟ ପକ୍ଷରେ ସେ ରାଜନୈତିକ ଚିନ୍ତନରୁ ମଧ୍ୟ ବିକାଶ ଲାଭ କରିଛି। କିନ୍ତୁ ଏହା ସ୍ମରଣ ରଖିବା ଯେ ରାଜନୈତିକ ତତ୍ତ୍ୱ ଉପରୋକ୍ତ ଦୁଇଟି ପ୍ରସଙ୍ଗରୁ ଭିନ୍ନ ଅଟେ। ଦେଖ, ରାଜନୈତିକ ଚିନ୍ତନରୁ ଯେଉଁ ରାଜନୈତିକ ତତ୍ତ୍ୱ ଆସିଛି ସେଇଟା ଅଲଗା, ଆଉ ରାଜନୈତିକ ଦର୍ଶନରୁ ଯେଉଁ ରାଜନୈତିକ ତତ୍ତ୍ୱଟା ଆସେ ସେଇଟା ଟିକେ ଅଲଗା। ରାଜନୈତିକ ଦର୍ଶନ ଏହି ଅର୍ଥରେ ଅଲଗା ଯେ ରାଜନୈତିକ ତତ୍ତ୍ୱ କମ୍ ଔପଚାରିକ ଏବଂ ଅଣୁକ୍ଷେତ୍ରରୁ ବ୍ୟକ୍ତିଗତ ରାଜନୈତିକ ଅବଧାରଣା ଗୁଡ଼ିକ ମଧ୍ୟରେ ନ୍ୟାୟିକ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏହା ସମ୍ପୃକ୍ତ କମ୍। ହେଲା, ତ ଦେଖ କ'ଣ କହିଲା ନା ଯେଉଁ ରାଜନୈତିକ ଦର୍ଶନରୁ ଏହା ଏହି ଅର୍ଥରେ ଅଲଗା। ଆମେ ଦେଖ ରାଜନୈତିକ ଦର୍ଶନ ଆଉ ରାଜନୈତିକ ଚିନ୍ତନରୁ କ'ଣ ଡିଫରେନ୍ସ ନା ରାଜନୈତିକ ଦର୍ଶନରୁ ଏଇଟା ଅଲଗା ଯେ ରାଜନୈତିକ ତତ୍ତ୍ୱ କମ୍ ଔପଚାରିକ ଓ ଅଣୁକ୍ଷେତ୍ରରୁ ବ୍ୟକ୍ତିଗତ ରାଜନୈତିକ ଅବଧାରଣା ଗୁଡ଼ିକ ମଧ୍ୟରେ ନ୍ୟାୟିକ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏହାର ସମ୍ପୃକ୍ତି ଅତ୍ୟନ୍ତ କମ୍। କାରଣ ଯଦି ନ୍ୟାୟିକ ଦୃଷ୍ଟିରୁ ଦେଖିବା ବା ନ୍ୟାୟିକ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏହାର ସମ୍ପୃକ୍ତି କମ୍। ଏ ନ୍ୟାୟିକ ସମ୍ପୃକ୍ତିରେ ଏତେ ଧ୍ୟାନ ଦିଏନି କିଏ ନା ଆମର ରାଜନୈତିକ ଦର୍ଶନରୁ। ରାଜନୈତିକ ତତ୍ତ୍ୱ ଇତିହାସ ଉପରେ କମ୍ ଦୃଷ୍ଟି ଦେଇ ନିଜକୁ ରାଜନୈତିକ ଦର୍ଶନ ହେବାରୁ ବଞ୍ଚିତ ରଖିଛି। ବିଶୁଦ୍ଧ ନୀତି ଅଗ୍ରହ ତତ୍ତ୍ୱର ପ୍ରସାରଣ ତଥା ପୁନର୍ଗଠନ ନିମନ୍ତେ ଏହା ଦାୟିତ୍ୱ ଗ୍ରହଣ କରିପାରେ ଏବଂ ସମାଜର ପରିବର୍ତ୍ତନଶୀଳ ସରଞ୍ଜନା ସହିତ ରାଜନୈତିକ ଅବଧାରଣାର ସମ୍ପର୍କ ବିଷୟରେ ଏହା ଅନୁସନ୍ଧାନ କରିଥାଏ। ଯଦି ଆମେ ଦେଖିବା ରାଜନୈତିକ ତତ୍ତ୍ୱ ଏହିପରି ଭାବରେ ଚିନ୍ତନର ଏକ ମିଶ୍ରିତ ପ୍ରଭାବ ବା ମନୋଭାବ। ହେଲା, ରାଜନୈତିକ ଚିନ୍ତନ ଦେଖ ରାଜନୈତିକ ତତ୍ତ୍ୱ ଚିନ୍ତନର ଗୋଟେ କ'ଣ ନା ଏକ ମିଶ୍ରିତ ପ୍ରଭାବ ଗୋଟେ କ'ଣ ମନୋଭାବ। ଏକ ବାସ୍ତବ କର୍ମ ପ୍ରେରିତ କ୍ଷେତ୍ରରେ ଉପନୀତ ହେବା ପାଇଁ ଏହା କେବଳ ଅବରୋହ ଯୁକ୍ତି ଓ ପ୍ରଜ୍ଞାତ୍ମକ ତତ୍ତ୍ୱକୁ ଆମନ୍ତ୍ରଣ ଜଣାଏ ବୋଲି କୁହାଯାଏ। ଯଦି ଦେଖିବା ପିଲାମାନେ ଯେଉଁ ରାଜନୈତିକ ତତ୍ତ୍ୱଟା ହେଲା ଏପରି ଭାବେ ଗୋଟେ ଜିନିଷ କ'ଣ ନା ସେ ଚିନ୍ତନର ଏକ ମିଶ୍ରିତ ପ୍ରଭାବ ବା ମନୋଭାବ। ହେଲା, ଚିନ୍ତନର ସେ ଗୋଟେ ମିଶ୍ରିତ ପ୍ରଭାବ ବା ମନୋଭାବ ଏକ ବାସ୍ତବ କର୍ମ ପ୍ରେରିତ କ୍ଷେତ୍ରରେ ଉପନୀତ ହେବା ପାଇଁ ଏହା କେବଳ ଅବରୋହ ଯୁକ୍ତି ଓ ପ୍ରଜ୍ଞାତ୍ମକ ତତ୍ତ୍ୱକୁ ସେ ଆମନ୍ତ୍ରଣ ଜଣାଏ ବୋଲି ଆମେ କହିବା। ଭାରତ ବ୍ୟତୀତ ପୁରାତନ ସମୟରେ ଚୀନ ସଭ୍ୟତା ଥିଲା। କନଫ୍ୟୁସିୟସଙ୍କ ଶିକ୍ଷା ଏବଂ ତାଙ୍କ ଶିଷ୍ୟମାନେ ମାନବ ସମ୍ପର୍କକୁ ଭିତ୍ତି କରି ଆତ୍ମାର ଗଠନ ସମ୍ପର୍କରେ ଗୁରୁତ୍ୱ ଦେଇ ଚୀନ ସଭ୍ୟତା ଗଢ଼ିଛନ୍ତି। ଯେଉଁ କନଫ୍ୟୁସିୟସଙ୍କ ଶିକ୍ଷା ବା ତାଙ୍କ ଯେଉଁ ଶିଷ୍ୟମାନେ ମାନବ ସମ୍ପର୍କକୁ ସେମାନେ ଭିତ୍ତି କରି ଆତ୍ମାର ଗଠନ ସମ୍ପର୍କରେ ଗୁରୁତ୍ୱ ଦେଇ ସେମାନେ ଚୀନ ସଭ୍ୟତା ଗଠନ କରିଛନ୍ତି। ପାଶ୍ଚାତ୍ୟ ରାଜନୀତି ତତ୍ତ୍ୱ ତାର ଚେର ଗ୍ରୀକ୍ ଦର୍ଶନ ଶାସ୍ତ୍ର ଆଦର୍ଶବାଦ ଏବଂ ରୋମାନ ଆଇନର ସେ ସନ୍ଧାନ କରେ। ତ ଯଦି ଆମେ ଦେଖିବା ପାଶ୍ଚାତ୍ୟ ରାଜନୀତି ତତ୍ତ୍ୱର ତାର ଚେର କୋଉଟା ନା ଗ୍ରୀକ୍ ଦର୍ଶନ ଶାସ୍ତ୍ରର ଆଦର୍ଶବାଦ ଏବଂ ରୋମାନ ଆଇନରେ ସେ ସନ୍ଧାନ ସବୁବେଳେ କରିଥାଏ। ରାଜନୀତି ତତ୍ତ୍ୱର ଆଲୋଚନା ରାଷ୍ଟ୍ର ବିନା ଆରମ୍ଭ କରାଯାଇ ପାରିବନି। ଯଦି ଆମେ ରାଜନୈତିକ ତତ୍ତ୍ୱକୁ ଦେଖିବାକୁ ଚାହୁଁଛେ ବା ତାର ଆଲୋଚନା କରିବାକୁ ଚାହୁଁଛେ ତାହେଲେ ଆମେ ରାଷ୍ଟ୍ର ବିନା ସେଇଟା ଆମେ ପାରିବା ନାହିଁ। ବହୁବାଦୀ ଓ ପରବର୍ତ୍ତୀ ଆଧୁନିକବାଦୀମାନେ ରାଜନୀତି ବିଜ୍ଞାନର ଏହି ସମାଲୋଚନା କରିଥିଲେ। ରାଷ୍ଟ୍ର ରାଜନୀତି ବିଜ୍ଞାନର ମୌଳିକ ବିଷୟ ଅଟେ। ରାଜନୀତି ବିଜ୍ଞାନର ମୌଳିକ ବିଷୟ ହେଉଛି ପିଲାମାନେ କ'ଣ ରାଷ୍ଟ୍ର ହେଉଛି ବିଭିନ୍ନ ସଂଘମାନଙ୍କୁ ନେଇ ସମାଜରେ ଥିବା ଗୋଟିଏ ସଂଘ। ଏହାକୁ ଆମେ ସଂଘମାନଙ୍କର ସଂଘ ବୋଲି କୁହାଯାଏ। ଯେତେ ସବୁ ସଂଘ ଅଛି ସେମାନଙ୍କର ସଂଘ ଯେଉଁଟା ସେଇଟା ହେଉଛି ରାଷ୍ଟ୍ର। ଏହାର ଗୋଟିଏ ମୁଖ୍ୟ ଉପାଦାନ ସାର୍ବଭୌମତ୍ୱକୁ ମଧ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଏ। ଯଦି ଆମେ ଦେଖିବା ରାଜନୀତି ତତ୍ତ୍ୱର ଅନ୍ୟାନ୍ୟ ସଂଜ୍ଞା ଭଳି ରାଷ୍ଟ୍ର ସେଭଳି ଗ୍ରହଣଯୋଗ୍ୟ ସଂଜ୍ଞା ନାହିଁ। କେତେକ ମତରେ ଏହା ଶାସନର ଆଇନ ସିଦ୍ଧ ସଂଗଠନ। ଯଦି ଆମେ ଦେଖିବା ରାଷ୍ଟ୍ର ଆମେ କାହାକୁ କହିବା ନା ରାଷ୍ଟ୍ର ଆମେ ତାକୁ କହିବା ଶାସନର ଆଇନ ସିଦ୍ଧ ସଂଗଠନ ବୋଲି ମଧ୍ୟ ଆମେ ତାକୁ ରାଷ୍ଟ୍ର ବୋଲି କହିବା। କେତେକ ମତରେ ଆଇନ ସିଦ୍ଧ କ୍ଷମତା କିମ୍ବା ଶାସକର କର୍ତ୍ତୃତ୍ୱ ରାଷ୍ଟ୍ରର ମୁଖ୍ୟ ମୂଳଦୁଆ ଅଟେ। ଗୋଟେ ଆଇନ ସିଦ୍ଧ କ୍ଷମତା ବା ଆଇନ ଅନୁଯାୟୀ ଯେଉଁ କ୍ଷମତାଟା ରହିଛି ବା ଶାସକର ଗୋଟେ କର୍ତ୍ତୃତ୍ୱ ରହିଛି ସେଇଟା ହେଉଛି ରାଷ୍ଟ୍ରର ମୁଖ୍ୟ ମୂଳଦୁଆ। ପ୍ରତିବଦଳରେ ଆଇନ ସଙ୍ଗତତାର ଭୂମିକା ଓ କର୍ତ୍ତୃତ୍ୱର ବିଭାଗ ଏବଂ କେଉଁ ପରିସ୍ଥିତିରେ ଲୋକମାନେ ରାଷ୍ଟ୍ରକୁ ମାନିନଥାନ୍ତି ଏବଂ ରାଷ୍ଟ୍ରର କର୍ତ୍ତୃତ୍ୱ ବିରୋଧରେ ଆନ୍ଦୋଳନ କରିଥାନ୍ତି ତାହା ମଧ୍ୟ ଅଧ୍ୟୟନ ପରିସରଭୁକ୍ତ ଅଟେ। ଏଇଟା ହେଉଛି ରାଷ୍ଟ୍ର ବା କ'ଣ ନା ରାଜନୈତିକ ତତ୍ତ୍ୱର ଯେଉଁ ରାଷ୍ଟ୍ରର ଅନ୍ୟାନ୍ୟ ଯେଉଁ ଅଧ୍ୟୟନ ପରିସରଭୁକ୍ତ ଅଟେ କି ନା ଯଦି ଆମେ ଦେଖିବା ତ ଆଇନ ସଙ୍ଗତତାର ଯେଉଁ ଭୂମିକା ଓ ଯେଉଁ କର୍ତ୍ତୃତ୍ୱର ବିଭାଗଟା ତା ସହିତ କେଉଁ ପରିସ୍ଥିତିରେ ଲୋକମାନେ ରାଷ୍ଟ୍ରକୁ ମାନିନଥାନ୍ତି ଏବଂ ରାଷ୍ଟ୍ର କର୍ତ୍ତୃତ୍ୱ ବିରୋଧରେ ଆନ୍ଦୋଳନ କରିଥାନ୍ତି ସେଇଟା ମଧ୍ୟ ଅଧ୍ୟୟନ ପରିସରଭୁକ୍ତ। ଏଗୁଡ଼ିକୁ ମଧ୍ୟ ଆମେ ଏଗୁଡ଼ିକୁ ମଧ୍ୟ ପଢ଼ିବା ବା ଜାଣିବା ଦରକାର। ଆଧୁନିକ ଶିଳ୍ପ ଯୁଗର ଆଗମନ ଅନେକ ପୁରୁଣା ମୂଲ୍ୟବୋଧକୁ ଅର୍ଥହୀନ କଲା। ଯେତେବେଳେ ଆଧୁନିକ ଶିଳ୍ପ ଯୁଗ ଆସିଲା ପିଲାମାନେ ଅନେକ ପୁରୁଣା ମୂଲ୍ୟବୋଧକୁ ସେ ଅର୍ଥହୀନ କରିଦେଲା। ଆଧୁନିକ ପୁଞ୍ଜିବାଦ ସମାଜ ବ୍ୟକ୍ତିକୁ ମୁକ୍ତ କରିବା ସହିତ ସମାନତା ଆଣିଲା। ଆଉ ବର୍ତ୍ତମାନ ପୁଞ୍ଜିବାଦ ସମାଜରେ ହିଁ ବ୍ୟକ୍ତିକୁ ମୁକ୍ତ କଲା। ନହେଲେ ସେତେବେଳେ ଲୋକମାନେ କ'ଣ ଦାସ ଭାବରେ ଖଟୁଥିଲେ। ଲୋକମାନେ ଜଣଙ୍କର ମାଲିକ ଆଗରେ ମାଲିକମାନଙ୍କ ପାଖରେ ପୁରା କ'ଣ
କୁକୁର ଭଳିଆ ଖଟୁଥିଲେ କହିବାକୁ ଗଲେ ପିଲାମାନେ। ତ ସେମିତି କହିବା କଥା ନୁହଁ, କିନ୍ତୁ କୁକୁର ବା ମାଙ୍କଡ଼ ଯେମିତି ଆମେ କରୁଛେ ସେଇଭଳି ଭାବରେ ଲୋକମାନଙ୍କୁ ସେତେବେଳର ଲୋକମାନେ କ'ଣ ଖଟାଉଥିଲେ ବା କଷ୍ଟ ଦେଉଥିଲେ। ପାଶ୍ଚାତ୍ୟ ଉଦାରବାଦୀ ଦର୍ଶନ ଶାସ୍ତ୍ର ସ୍ୱତନ୍ତ୍ରତା, ସମାନତା ଏବଂ ନାଗରିକର ଅଧିକାର ସମ୍ପର୍କରେ ଅବଦାନ ଅବର୍ଣ୍ଣନୀୟ। ପ୍ଲାଟୋଙ୍କ ସମୟରୁ ଆବିର୍ଭାବ ହୋଇଥିବା ନ୍ୟାୟକୁ ସମାଜର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରାଯାଇଛି। ଜନ୍ ରାଉଲସ୍ଙ୍କ ମତରେ ଏଥିରେ ଆଲୋଚନା କରାଯାଇଛି। ଦେଖିବା, ରାଜନୀତି ଅଧ୍ୟୟନରେ ଆଧୁନିକ ଯୁଗର ଲୋକପ୍ରିୟ ସରକାର ସମ୍ପର୍କରେ ଆଲୋଚନା ହେଉଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଲୋକମାନଙ୍କ ଦ୍ୱାରା ପରିଚାଳିତ ଶାସନ। ଯଦି ଆମେ ଦେଖିବା ଯେଉଁ ଗଣତନ୍ତ୍ର ଶାସନ ବ୍ୟବସ୍ଥାଟା କ'ଣ ପିଲାମାନେ, ଲୋକମାନଙ୍କ ଦ୍ୱାରା ତିଆରି ଥିବା ଶାସନ। ପ୍ରକୃତରେ ଏହାର ଆଧୁନିକ ସୋପାନ ବହୁତ କ୍ରମ ବିକାଶ ପର୍ଯ୍ୟାୟ ଦେଇ ଗତି କରି ଆସିଛି। ପାଶ୍ଚାତ୍ୟ ରାଜନୈତିକ ତତ୍ତ୍ୱ ଅନୁଯାୟୀ ଗ୍ରୀସ୍ ନଗର ରାଜ୍ୟରେ ଯେଉଁ ଗଣତନ୍ତ୍ର ପ୍ରଚଳିତ ଥିଲା ତାହା ହିଁ ଥିଲା ଗଣତନ୍ତ୍ର ସରକାରର ଆରମ୍ଭ। ଯଦି ଆମେ କହିବା ଯେଉଁ ପାଶ୍ଚାତ୍ୟ ରାଜନୈତିକ ତତ୍ତ୍ୱ ଅନୁଯାୟୀ ଗ୍ରୀସ୍ ନଗର ରାଜ୍ୟରେ ଯେଉଁ ଗଣତନ୍ତ୍ର ପ୍ରଚଳିତ ଥିଲା ତାହା ହିଁ ଥିଲା କ'ଣ ଗଣତନ୍ତ୍ର ସରକାର ଆରମ୍ଭ। ସେହି ଯୁଗରେ ପ୍ରତ୍ୟେକ ଗଣରାଜ୍ୟରେ ଗଣତନ୍ତ୍ର ପ୍ରଚଳନ ଥିଲା, ଯେଉଁଥିରେ ନାଗରିକମାନେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ସେଥିରେ ନାଗରିକମାନେ ହିଁ ପ୍ରକୃତରେ ବଡ଼ ଭୂମିକା ଗ୍ରହଣ କରୁଥିଲେ ବା ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ସମାଜବାଦର ଏକ ଦଳୀୟ ବ୍ୟବସ୍ଥା ଯାହାକି ଗଣତନ୍ତ୍ରକୁ ବିରୋଧ କରେ ତାହା ହିଁ ହେଉଛି ସଚ୍ଚୋଟ ଏବଂ ପ୍ରକୃତ ଗଣତନ୍ତ୍ର। ତ କାର୍ଲ ମାର୍କ୍ସଙ୍କ ମତ ଅନୁସାରେ ଏଥିରେ ସର୍ବହରାମାନେ ଶାସନ କରନ୍ତି ବୋଲି କୁହାଯାଇଛି। ଯଦି ଏହାର ସଂଖ୍ୟାଗରିଷ୍ଠ ଲୋକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ନ ହେବେ ତାହେଲେ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ସଂଖ୍ୟାଗରିଷ୍ଠ ଲୋକମାନେ ହିଁ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ଯଦି ସଚେତନ ସେମାନେ ନ ହେବେ ତାହେଲେ ଏଥିରେ କିଛି ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ପୁନଶ୍ଚ ଗଣତନ୍ତ୍ରର ସଫଳତା ପାଇଁ ଜନସାଧାରଣଙ୍କୁ ସର୍ବଦା ଜାଗ୍ରତ ହେବାକୁ ପଡ଼ିବ। ଲୋକମାନେ ଜାଗ୍ରତ ନହେଲେ ସେମାନଙ୍କର ସ୍ୱାଧୀନତା ବିପନ୍ନ ହୋଇପାରେ। ସେଥିପାଇଁ କୁହାଯାଏ ଯେ ସତତ ଜାଗୃତି ହିଁ ସ୍ୱାଧୀନତାର ରକ୍ଷା କବଚ। ଆମେ ସବୁବେଳେ ଜାଗୃତ ରହିବା ତାହେଲେ ଆମେ ସ୍ୱାଧୀନତାର ରକ୍ଷା କବଚ ପାଲିଟିବା ହେଲା। ଏଭଳି ଭାବରେ ପିଲାମାନେ ରହିଛି। ତ ଜନସାଧାରଣଙ୍କ ରାଜନୈତିକ ଚେତନା ବର୍ଦ୍ଧନ ପାଇଁ ରାଜନୀତି ଶାସ୍ତ୍ର ଅଧ୍ୟୟନ ଅପରିହାର୍ଯ୍ୟ। ପ୍ରତ୍ୟେକ ଉନ୍ନତ ଦେଶରେ ଏହାର ଅଧ୍ୟୟନ ପ୍ରତି ବିଶେଷ ଗୁରୁତ୍ୱ ଆରୋପ କରାଯାଇଥାଏ। ମାର୍କ୍ସ ୱେବରଙ୍କ ବା ମତରେ ବା ଯଥାର୍ଥରେ ସେ କହିଛନ୍ତି ରାଜନୀତି ବିଜ୍ଞାନ ହେଉଛି ନ୍ୟାୟ ପାଇବା ପାଇଁ ମାନବର କାର୍ଯ୍ୟକଳାପ ସମ୍ବନ୍ଧରେ ଉଭୟ ବାସ୍ତବ ଓ ଆଦର୍ଶଗତ ଅଧ୍ୟୟନ। ତ ରାଜନୀତି ଅଧ୍ୟୟନ ଆନ୍ତର୍ଜାତିକ ଚିନ୍ତାଧାରା ବିକାଶରେ ସାହାଯ୍ୟ କରିଥାଏ। ଏଥିରେ ବା ଏହା ବ୍ୟକ୍ତିକୁ ସଂକୀର୍ଣ୍ଣତାର ଗଣ୍ଡି ମଧ୍ୟରୁ ମୁକ୍ତ କରି ତାକୁ ବିଶ୍ୱ ପରିବାରର ଜଣେ ସଭ୍ୟ ଭାବେ ବା ସଭ୍ୟ ବୋଲି ସେ ଧାରଣା ଦେଇଥାଏ ହେଲା। ତ ଏଇଟା ଯେଉଁ ସଂକୀର୍ଣ୍ଣତାଟା ରହିଛି ତାକୁ ସଂକୀର୍ଣ୍ଣତାରୁ ମୁକ୍ତ କରାଏ ଏବଂ ତାକୁ ବିଶ୍ୱ ପରିବାର ଜଣେ ସଭ୍ୟ ବୋଲି ଧାରଣା ଦେଇଥାଏ। କିଏ? ରାଜନୀତି ଅଧ୍ୟୟନ। ରାଜନୀତି ଶାସ୍ତ୍ରରେ ଅନ୍ତଃରାଷ୍ଟ୍ର ସମ୍ପଦରେ ଓ ଆନ୍ତର୍ଜାତିକ ଆଇନ ସମ୍ପଦରେ ଆଲୋଚନା କରାଯାଏ। ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଉଦ୍ୟମ କରାଯାଇଥାଏ। ତ ରାଜନୀତି ବିଜ୍ଞାନ ପିଲାମାନେ ଶାସନ ନୀତି ଓ ପରିଚାଳନା ସମ୍ବନ୍ଧରେ ସମ୍ୟକ ଧାରଣା ପ୍ରଦାନ କରେ। ସୁନାଗରିକ ହେବା ପାଇଁ ପ୍ରତ୍ୟେକ ବ୍ୟକ୍ତିର ରାଷ୍ଟ୍ର ପରିଚାଳନା ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ ହେଲା। ଆମର କ'ଣ ଯେତେ ପିଲାମାନେ ରହିଛି ଆମେ ପ୍ରତ୍ୟେକ ବ୍ୟକ୍ତିର ରାଷ୍ଟ୍ର ପରିଚାଳନା ପାଇଁ କିଛି ଜ୍ଞାନ ରହିବା ନିହାତି ଦରକାର। ମାର୍କ୍ସ ଓ ଫ୍ରେଡରିକ୍ ପଲେକ୍ଙ୍କ ମତରେ ରାଜନୀତି ବିଜ୍ଞାନ ପ୍ରୟୋଗାତ୍ମକ ଜ୍ଞାନ ବ୍ୟକ୍ତିକୁ ଶାସନ ଓ ଶାସିତ ହେବାରେ ସାହାଯ୍ୟ କରିଥାଏ। ରାଜନୀତି ବିଜ୍ଞାନ ସ୍ଥିତିଶୀଳ ନ ହୋଇ ଗତିଶୀଳ ହୋଇଥିବାରୁ ଏହା ସମୟର ପରିବର୍ତ୍ତନ ସହ ତାଳ ଦେଇ ଗତି କରିଥାଏ। ରାଜନୀତି ବିଜ୍ଞାନ ପିଲା ସ୍ଥିତିଶୀଳ ନାହିଁ ବା ଗୋଟେ ଜାଗାରେ ସେ ରହିପାରିଲେ ନାହିଁ, ସେ ଗତିଶୀଳ। ସେଥିପାଇଁ ଆମକୁ କ'ଣ ତା ସହିତ ତାଳ ଦେଇ ଯିବାକୁ ପଡ଼ିଥାଏ। ଏହା ସାମାଜିକ ପରିବର୍ତ୍ତନରେ ମଧ୍ୟ ସାହାଯ୍ୟ କରିଥାଏ। ସମାଜରେ କିଛି ପରିବର୍ତ୍ତନ ଆଣିବାରେ ମଧ୍ୟ ସାହାଯ୍ୟ କରାଏ। ଏହା ମନୁଷ୍ୟକୁ ସାମାଜିକ ପରିବର୍ତ୍ତନର ଶକ୍ତି ବା ଆୟୁଧ ରୂପେ ପରିଚିତ କରାଇଥାଏ। ଆଧୁନିକ ଯୁଗରେ ପ୍ରସିଦ୍ଧ ରାଜନୀତି ବିଜ୍ଞାନୀ ଅଧ୍ୟାପକ ହାର୍ଲଡ ଲସ୍ୱେଲଙ୍କ ମତରେ ମନୁଷ୍ୟର ଚରିତ୍ର, ବ୍ୟବହାର, ଆଚରଣ, ମନୋବୃତ୍ତି ଅନୁସରଣ ପରେ ଯେଉଁ ତତ୍ତ୍ୱ ନିର୍ଦ୍ଧାରିତ ହେଉଛି ତାହା ସମାଜବାଦ ରାଜନୈତିକ ଜୀବନକୁ ପରିବର୍ତ୍ତନଶୀଳ ବା ଗତିଶୀଳ କରିବାରେ ସାହାଯ୍ୟ କରିଥାଏ। ରାଜନୀତି ବିଜ୍ଞାନ ହେଉଛି ଏକମାତ୍ର ବିଜ୍ଞାନ ଯାହାଦ୍ୱାରା କେବଳ ସଭ୍ୟତାଙ୍କୁ ଆମେ ରକ୍ଷା କରାଯାଇପାରେ। ରାଜନୀତି ବିଜ୍ଞାନକୁ ନୂତନ ଦିଗ ଦର୍ଶନ ଦେବାରେ ବିଂଶ ଶତାବ୍ଦୀରେ ଯଥେଷ୍ଟ ଅବଦାନ ରହିଛି। ତାପରେ ଆମେ ଦେଖିବା ଏକୀଭୂତ ଆଭିମୁଖ୍ୟ। ତ ରାଜନୀତି ତତ୍ତ୍ୱ ପିଲାମାନେ ବହୁତ ସେ ଗୋଟେ ଲମ୍ବା ଜିନିଷ। ତାପରେ ଅଧ୍ୟୟନ କରିବାକୁ ଗଲେ ଆମେ ତା'ର କ'ଣ ମୂଳକୁ ଯିବାକୁ ପଡ଼ିବ ବା ଗଭୀର ଜ୍ଞାନ ଆମ ପାଖରେ ରହିବା ଦରକାର। ତ ରାଷ୍ଟ୍ର ମଧ୍ୟ ସେହି ରାଜନୀତି ତତ୍ତ୍ୱର ଗୋଟେ ମୁଖ୍ୟ ଉପାଦାନ। ତ ଆମେ ଦେଖିବା ଏବେ ଏକୀଭୂତ ଆଭିମୁଖ୍ୟ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଜନୀତି ବିଜ୍ଞାନକୁ ବିଜ୍ଞାନ କିମ୍ବା ନୀତି ଆଦର୍ଶ ମଧ୍ୟରେ ହଜାଇ ଦେବା ଉଚିତ ନୁହେଁ। ଉଭୟ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିକୋଣରୁ ରାଜନୈତିକ ତତ୍ତ୍ୱକୁ ଠିକ୍ ଭାବେ ବୁଝିବା ଏବଂ ଗୁରୁତ୍ୱ ଦେବା ଉଚିତ। ତ ଯଦି ଆମେ ଦେଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପିଲାମାନେ ଏଥିରେ କ'ଣ ନା ଆମେ ରାଜନୀତି ବିଜ୍ଞାନକୁ ବିଜ୍ଞାନ କିମ୍ବା ନୀତି ଆଦର୍ଶ ମଧ୍ୟରେ ଆମେ ହଜାଇ ଦେବା ଦରକାର ନାହିଁ ବା ହଜାଇ ପାରିବା ନାହିଁ ବା ହଜାଇବା ଉଚିତ ନୁହେଁ। ଉଭୟ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିକୋଣରୁ ରାଜନୈତିକ ତତ୍ତ୍ୱକୁ ଠିକ୍ ଭାବେ ବୁଝିବା ଏବଂ ତାକୁ ଗୁରୁତ୍ୱ ଦେବା ଉଚିତ। କିନ୍ତୁ ରାଜନୈତିକ ତତ୍ତ୍ୱକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବା ପୂର୍ବରୁ ଦର୍ଶନ କ'ଣ ଜାଣିବା ଆବଶ୍ୟକ। ତାକୁ ଯେତେବେଳେ ଆମେ
ରାଜନୈତିକ ତତ୍ତ୍ୱକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବା ପୂର୍ବରୁ ତା'ର ତତ୍ତ୍ୱଗୁଡ଼ିକୁ ବୁଝିବା ବା ତା'ର ଦର୍ଶନ କ'ଣ ଜାଣିବା ଆବଶ୍ୟକ। ବିଜ୍ଞାନ କହିଲେ ସାଧାରଣତଃ ସୁସଜ୍ଜିତ ଓ ସୁବ୍ୟବସ୍ଥିତ ଜ୍ଞାନକୁ ବୁଝାଇଥାଏ, ଯାହା ସାଧାରଣ ନିୟମ ଅନୁଯାୟୀ କାର୍ଯ୍ୟ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ପରିବେଶିତ ଓ ପ୍ରତିପାଦିତ ହୋଇପାରୁଥିବା ଏବଂ ଉପଯୁକ୍ତ ପଦ୍ଧତି ଦ୍ୱାରା ପର୍ଯ୍ୟାଲୋଚିତ ଓ ପରୀକ୍ଷିତ ହୋଇଥିବା ସୁସଂଗଠିତ ସମସ୍ତ ଜ୍ଞାନକୁ ବିଜ୍ଞାନ କୁହାଯାଏ। ତାହେଲେ ବିଜ୍ଞାନ ଆମେ କାହାକୁ କହିବା ପିଲାମାନେ? ନା ପରିବେଶିତ ଓ ପ୍ରତିପାଦିତ ହୋଇପାରୁଥିବା, ସେ ପରିବେଶିତ ହୋଇଥିବା ଏବଂ ପ୍ରତିପାଦିତ ହୋଇପାରୁଥିବା ବା ଉପଯୁକ୍ତ ପଦ୍ଧତି ଦ୍ୱାରା ପର୍ଯ୍ୟାଲୋଚିତ ବା ପରୀକ୍ଷିତ ହୋଇପାରୁଥିବା ସୁସଂଗଠିତ ସମସ୍ତ ଜ୍ଞାନକୁ ହିଁ ଆମେ ବିଜ୍ଞାନ ବୋଲି କହିବା। ଏକ ସମସ୍ୟାର ଅଧ୍ୟୟନ ପାଇଁ ବିଜ୍ଞାନ ସମ୍ମତ ଶୈଳୀରେ ଦୁଇଟି ଜିନିଷକୁ ନେଇ ଗଠିତ ମଧ୍ୟରୁ ପ୍ରଥମଟି ହେଉଛି ପଦ୍ଧତିର ସଂଗଠନ, ଦ୍ୱିତୀୟଟି ହେଲା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମନୁଷ୍ୟର ପ୍ରଶିକ୍ଷଣ। ପ୍ରଥମଟା କ'ଣ ମାନେ ପଦ୍ଧତିର ସଂଗଠନ, ପଦ୍ଧତିଟା ଯେଉଁ ରହିଛି ତାର ସଂଗଠନ ଦରକାର, ଏବଂ ଦ୍ୱିତୀୟଟା ହେଲା ଏହି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମନୁଷ୍ୟର ଯେଉଁ ପ୍ରଶିକ୍ଷଣ, ମନୁଷ୍ୟକୁ ପ୍ରଶିକ୍ଷଣ ଦେବାକୁ ମଧ୍ୟ ପଡ଼ିବ। ଫ୍ରେଡେରିକଙ୍କ ମତରେ ବିଜ୍ଞାନ ହେଉଛି ସୁସଂଗଠିତ ଜ୍ଞାନ ଯାହା ବିଶେଷଜ୍ଞ ଦ୍ୱାରା ଆମକୁ କୁହାଯାଇଥାଏ ଏବଂ ଜ୍ଞାନ କ୍ଷେତ୍ରରେ ପଦ୍ଧତିର ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇଥାଏ। ତ ଫ୍ରେଡେରିକଙ୍କ ମତରେ ବିଜ୍ଞାନ ହେଉଛି କ'ଣ ନା ସୁସଂଗଠିତ ଜ୍ଞାନ, ସେ ହେଉଛି ଗୋଟେ ସୁସଂଗଠିତ ଜ୍ଞାନ ଯାହା ବିଶେଷଜ୍ଞମାନଙ୍କ ଦ୍ୱାରା ଆମକୁ କୁହାଯାଇଥାଏ, ବିଶେଷଜ୍ଞମାନେ ଆମକୁ କହିଥାନ୍ତି ଏବଂ ଜ୍ଞାନ କ୍ଷେତ୍ରରେ ପଦ୍ଧତିର ବ୍ୟବହାର କରି ଗୋଟେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଏଇଟା ଉପନୀତ ହୋଇଥାଏ। ବିଜ୍ଞାନ ଏହିପରି ବିଦ୍ୱାନମାନଙ୍କ ଦ୍ୱାରା ଅପରିବର୍ତ୍ତିତ ପଦ୍ଧତି ମାଧ୍ୟମରେ ଏକାଠି କରାଯାଇଥିବା ନିର୍ଦ୍ଦିଷ୍ଟ ସୁସଂଗଠିତ ଜ୍ଞାନ ଯାହା ବିଜ୍ଞାନ ସମ୍ବନ୍ଧୀୟ ମତ ଯାହା ଯୁକ୍ତିସଙ୍ଗତ ହେବା ସଙ୍ଗେ ସଙ୍ଗେ ଅନ୍ୟ ବିଦ୍ୱାନମାନଙ୍କର ମଧ୍ୟ ଅନୁମୋଦନ ପାଇଥାଏ। ବିଜ୍ଞାନର ଏହି ସଂଜ୍ଞା କ୍ୱଚିତ ପ୍ରତିରୋଧର ଶିକାର ହୋଇଥାଏ। ସମସ୍ତ ପ୍ରକାରର ବିଜ୍ଞାନ ପାଇଁ ଏ ପଦ୍ଧତି ଲାଗୁ ହୋଇପାରେ ବୋଲି କୁହା ନ ଯାଇପାରେ। ହେଲା, ସତ୍ୟତା ହେଉଛି ଗୋଟିଏ ପଦ୍ଧତି, ପିଲାମାନେ ସତ ସେଇଟା ହେଉଛି ଗୋଟେ ପଦ୍ଧତି। ତ ଅନ୍ୟ ପଦ୍ଧତି ଠାରୁ ଅବଧାରଣ କରିବା ପଦ୍ଧତିରେ ଗଠିତ ବିଜ୍ଞାନ ଅନ୍ୟଠାରୁ ଟିକେ ଭିନ୍ନ ହୋଇଥାଏ, ଯାହାକି ଉଭୟକୁ ପ୍ରକୃତ ବିଜ୍ଞାନର ରୂପ ଦେଇଥାଏ। ଦେଖ, ଅନ୍ୟ ପଦ୍ଧତିଟା ଟିକେ ଅବଧାରଣ କରିବା ପାଇଁ ବା ଅବଧାରଣ କରିବା ପଦ୍ଧତିରେ ଗଠିତ ବିଜ୍ଞାନଟା ଅନ୍ୟଠାରୁ ଟିକେ ଭିନ୍ନ ହୋଇଥାଏ, ଯାହାକି ଉଭୟକୁ ଆମେ ପ୍ରକୃତ ବିଜ୍ଞାନର ରୂପ ଦେଇଥାଏ। ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ସଫଳ ଥିବା ପଦ୍ଧତି ଗୁଡ଼ିକ ଜ୍ୟୋତିର୍ବିଜ୍ଞାନ ଅଧ୍ୟୟନରେ ସମାନ ଭାବେ ଲାଗୁ ହୋଇ ନପାରେ, କିନ୍ତୁ ଏହା ଜ୍ୟୋତିର୍ବିଜ୍ଞାନର ବୈଜ୍ଞାନିକ ପଦ୍ଧତିକୁ ଛଡ଼ାଇ ନେଇପାରେ ନାହିଁ। ଦେଖ, ଯଦି ଆମେ ଦେଖିବା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ଯେଉଁ ପଦ୍ଧତି ଗୁଡ଼ିକ ସଫଳ ହେଉଛି ସେଇଟା ଜ୍ୟୋତିର୍ବିଜ୍ଞାନରେ ସମାନ ଭାବେ ଲାଗୁ ହୋଇ ନପାରେ, କିନ୍ତୁ ଜ୍ୟୋତିର୍ବିଜ୍ଞାନର ଯେଉଁ ବୈଜ୍ଞାନିକ ପଦ୍ଧତିଟା ରହିଛି ତାକୁ ଛଡ଼ାଇ ପାରିବେ ନାହିଁ। ସେମାନେ କିନ୍ତୁ ନିର୍ଦ୍ଦିଷ୍ଟ ପରିମାଣାତ୍ମକ ତଥ୍ୟ ଅନୁଯାୟୀ କାର୍ଯ୍ୟ କରିଥାନ୍ତି। ସେଥିପାଇଁ ବିଜ୍ଞାନ କେବଳ ସଠିକତା ଦରକାର କରେ ନାହିଁ, ଏହା ଉଭୟ ପ୍ରାସଙ୍ଗିକତା ଏବଂ ପରିମାଣର ବା ପରିଣାମର ପର୍ଯ୍ୟାପ୍ତତା ଆବଶ୍ୟକ କରିଥାଏ। ତ ସେଥିପାଇଁ କ'ଣ ପିଲାମାନେ ଏଇଠି ଧ୍ୟାନ ଦେବା ଦରକାର, ବିଜ୍ଞାନ କେବଳ ସଠିକତା ଦରକାର କରେ ନାହିଁ, ଏହା ଉଭୟ ପ୍ରାସଙ୍ଗିକତା ପରିଣାମର ପର୍ଯ୍ୟାପ୍ତତା ଆବଶ୍ୟକ କରିଥାଏ। ଇତିହାସକୁ ଗତ କିଛି ବର୍ଷ ହେଲା ବିଜ୍ଞାନ ସମ୍ବନ୍ଧୀୟ କରାଯାଇଥିଲା, କିନ୍ତୁ ବିଜ୍ଞାନର ଉତ୍ପତ୍ତି ଚରିତ୍ରର ପରିମାଣାତ୍ମକ ବିକାଶ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହାର ଆଧାର ହେଉଛି ଉତ୍ସର ବିଜ୍ଞାନ ସମ୍ବନ୍ଧୀୟ ଅଧ୍ୟୟନ ଏବଂ ପ୍ରମାଣର ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଇତିହାସର ବ୍ୟବହାର। ଫ୍ରେଡେରିକ ସମ୍ପୂର୍ଣ୍ଣ ସ୍ପଷ୍ଟ କରି କହିଛନ୍ତି ଯେ ସାଧାରଣ ତତ୍ତ୍ୱ ଅବଧାରଣ ପ୍ରକ୍ରିୟାର କ୍ରମ ଓ ପରିମାଣାତ୍ମକ କ୍ରମ ବିଜ୍ଞାନ ସମ୍ବନ୍ଧରେ ବିକାଶର ମାନଦଣ୍ଡ ନୁହେଁ, ଏହାର ମୂଲ୍ୟାଙ୍କନ ହାତରେ ଥିବା ଉପାଦାନ ଏବଂ ତା'ର ମୂଲ୍ୟ ନିର୍ଦ୍ଧାରଣ ଥିବା ମଧ୍ୟ ସମ୍ପର୍କ ନେଇ ହେବା ଉଚିତ। ତ ଏବେ ଆମେ ଦେଖିବା ପିଲାମାନେ ରାଜନୈତିକ ତତ୍ତ୍ୱର ବିକାଶ ବିଷୟରେ। ହେଲା, ସମାଜ ହେଉଛି ଏକ ବୈମାନିକ ପଥ ଯେଉଁଠାରେ କଳ୍ପନାର ବ୍ୟୋମଯାନ ଅବତରଣ ହୋଇଥାଏ। ତ ଆମ ମନରେ ବହୁତ ଗୁଡ଼ିଏ କଳ୍ପନା ଆସିଥାଏ ହେଲା ସମାଜକୁ ନେଇକି, ତେଣୁ ସାମାଜିକ ରାଜନୈତିକ ଜୀବନରେ ସମ୍ପୃକ୍ତ କର୍ମୀବୃନ୍ଦ ପ୍ରଶିକ୍ଷିତ ରାଜନୀତି ବିଜ୍ଞାନୀ ଭାବେ ରାଜନୈତିକ ତତ୍ତ୍ୱ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାନ୍ତି। ହେଲା, ଯେଉଁ କର୍ମୀବୃନ୍ଦମାନେ ରହିଥାନ୍ତି ରାଜନୈତିକ ଜୀବନରେ, ସେମାନେ ପ୍ରଶିକ୍ଷିତ ରାଜନୀତି ବିଜ୍ଞାନୀ ଭାବେ ରାଜନୈତିକ ତତ୍ତ୍ୱ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାନ୍ତି। ରାଜନୈତିକ ତତ୍ତ୍ୱ ଯେପରି ଗୁରୁତ୍ୱପୂର୍ଣ୍ଣ, ରାଜନୈତିକ ତତ୍ତ୍ୱ ଏକ ଧନ୍ଦାବଳୀ ସେପରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ପ୍ରମାଣ ଏହି ଯେ ଏପରି ଏକ ଧନ୍ଦା କେବଳ ଦୃଷ୍ଟି ରହିନାହିଁ, ପରନ୍ତୁ ପ୍ଲାଟୋଙ୍କ ଠାରୁ ମାର୍କ୍ସ ପର୍ଯ୍ୟନ୍ତ ଅବଧାରିତ ଶ୍ରୁତିରୁ ଏହା ଜ୍ଞାନର ପରିସୀମାକୁ ସ୍ପଷ୍ଟ କରିଛି। ଚିନ୍ତନ ମଧ୍ୟରେ ଥିବା ଜଟିଳ ପ୍ରକ୍ରିୟା ସମ୍ପର୍କରେ ଆମ୍ଭମାନଙ୍କର ଭାବବୋଧକୁ ରାଜନୈତିକ ତତ୍ତ୍ୱ ଏକ ଧନ୍ଦା ରୂପେ ତୀକ୍ଷଣ କରିଥାଏ ଏବଂ ସେଲ୍ଡନ ଓଲିନ୍ ତାଙ୍କ ଗ୍ରନ୍ଥ ପଲିଟିକ୍ସ ଆଣ୍ଡ ଭିଜନରେ ବର୍ଣ୍ଣନା କଲା ଭଳି ଏହା ଚିନ୍ତନଯୁକ୍ତ ରାଜନୈତିକ କ୍ରିୟା ନିମନ୍ତେ ମାର୍ଗ ନିରୂପଣ କରିଥାଏ ଏବଂ ରାଜନୈତିକ ଦୃଷ୍ଟିକୁ ସେ ବ୍ୟାପ୍ତ କରିଥାଏ। ଦେଖିବା ଆମେ କିପରି ଭାବେ ରାଜନୈତିକ ତତ୍ତ୍ୱର ବିକାଶ କରିପାରିବା। ଦେଖିବା, ରାଜନୀତି ତତ୍ତ୍ୱର ବିକାଶ କଲେ ଏହା ସମାଜରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନରେ ପ୍ରତିଫଳନ ବୁଝିଥାଏ। ତ ବିଭିନ୍ନ ପ୍ରକାର ପିଲାମାନେ ଯେଉଁ ପରିବର୍ତ୍ତନ ଘଟୁଛି ସମାଜରେ, ରାଜନୈତିକ ପରିବର୍ତ୍ତନ ଗୁଡ଼ିକ, ତାକୁ ହିଁ ଆମେ କହିବା ରାଜନୈତିକ ତତ୍ତ୍ୱର ବିକାଶ। ବିଭିନ୍ନ ଯୁଗ ପର୍ଯ୍ୟାୟରେ ବିବିଧ ଆହ୍ୱାନ ଗୁଡ଼ିକ ହିଁ ରାଜନୈତିକ ତତ୍ତ୍ୱର ସୃଷ୍ଟି। ରାଜନୈତିକ ତତ୍ତ୍ୱର ସୃଷ୍ଟି କେଉଁଠି ହେଉଛି ପିଲାମାନେ? ତ ବିଭିନ୍ନ ଯୁଗ ପର୍ଯ୍ୟାୟରେ ଯେଉଁ ଆହ୍ୱାନ ଗୁଡ଼ିକ ଆସୁଛି, ବିଭିନ୍ନ ପ୍ରକାର ଆହ୍ୱାନ ଗୁଡ଼ିକ, ତାକୁ ହିଁ ଆମେ କହିବା ରାଜନୈତିକ ତତ୍ତ୍ୱର ସୃଷ୍ଟି। ହେଗେଲଙ୍କ ରାଜନୈତିକ ତତ୍ତ୍ୱକୁ ପ୍ରତିଗାଧର୍ମୀ ବୈଶିଷ୍ଟ୍ୟରେ ପରିଣତ କରିବା ପାଇଁ ଉକ୍ତି ହେଉଛି ଦ ଓଲ୍ ଅଫ୍ ଦ ମିନର୍ଭା ଟେକ୍ସ ଫ୍ଲାଇଟ୍
ହ୍ୱେନ୍ ସ୍ୟାଡୋ ଅଫ୍ ଡାର୍କନେସ୍ ଫଲ୍ସ। ତ ସେଇଟା ତାଙ୍କର ଗୋଟେ ଉକ୍ତି ଥିଲା, ତାଙ୍କର ନା ହେଗେଲଙ୍କ ରାଜନୀତି ତତ୍ତ୍ୱକୁ ନେଇ ସେ ଗୋଟେ ଉକ୍ତି ଦେଇଛନ୍ତି। ସର୍ବୋପରି ଆମ୍ଭେମାନେ ସେହି ରାଜନୈତିକ ଚିନ୍ତନକୁ ସ୍ମରଣ ରଖିବା ଯାହାକି ସାମାଜିକ ଆହ୍ୱାନ ଗୁଡ଼ିକରୁ ସୃଷ୍ଟି ହୋଇଥାଏ, କାଳ ଓ ଭୂମି ଦ୍ୱାରା ଆବଦ୍ଧ ହୋଇଥାଏ। ତ ଆମେ ସବୁବେଳେ କ'ଣ ସେହି ରାଜନୈତିକ ଚିନ୍ତନକୁ ସବୁବେଳେ ସ୍ମରଣ ରଖିବା ଉଚିତ, ଯାହାକି କ'ଣ ନା ଆହ୍ୱାନ ଗୁଡ଼ିକରୁ ସୃଷ୍ଟି ହୋଇଥାଏ, କାଳ ଓ ଭୂମି ଦ୍ୱାରା ଯେଉଁଟା ଆବଦ୍ଧ ହୋଇଥାଏ। ତେଣୁ ଏହା ଏପରି ତତ୍ତ୍ୱ ଠାରୁ ପୃଥକ ଯାହା ଏପରି ସବୁ ବାଧା ଗୁଡ଼ିକୁ ହଟାଇ ଦିଏ ଏବଂ ବିଭିନ୍ନ ପ୍ରକୃତି ଓ ବିବିଧ ଉତ୍ସର ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ବ୍ୟାଖ୍ୟା ଓ ହୃଦୟଙ୍ଗମ କରିବାରେ ନିଜର ମୂଲ୍ୟ ପ୍ରତିପାଦନ କରିଥାଏ। ଏହା ଘଟେ କାରଣ ଆଦର୍ଶ ଗୁଡ଼ିକରୁ ତତ୍ତ୍ୱମାନେ ସୃଷ୍ଟି ହୁଅନ୍ତି, ପରିଶୋଧିତ ହୁଅନ୍ତି ଏବଂ କେତେକ ନିୟମରେ ଉପନୀତ ହୁଅନ୍ତି। ତ ଦେଖ, କାରଣ ଆଦର୍ଶ ଗୁଡ଼ିକରୁ ହିଁ କ'ଣ ତତ୍ତ୍ୱମାନେ ସୃଷ୍ଟି ହୁଅନ୍ତି, ପରିଶୋଧିତ ହୁଅନ୍ତି ଏବଂ କେତେକ ନିୟମରେ ସେମାନେ ଉପନୀତ ହୁଅନ୍ତି। ଯାହା କେବଳ କାଳାତୀତ ନୁହନ୍ତି ପିଲାମାନେ, ସେମାନଙ୍କୁ ଜ୍ଞାନ ବୋଲି କୁହାଯାଏ। ହେଲା, ଏ ଯେଉଁ ଆଦର୍ଶ ଗୁଡ଼ିକ ସୃଷ୍ଟି ହୁଅନ୍ତି ବା ପରିଶୋଧିତ ହୁଅନ୍ତି ବା ନିୟମରେ ଉପନୀତ ହୁଅନ୍ତି, ସେମାନେ କେବଳ କାଳାତୀତ ନୁହନ୍ତି, ସେମାନଙ୍କୁ ଜ୍ଞାନ ବୋଲି କୁହାଯାଏ। ରାଜନୈତିକ ତତ୍ତ୍ୱବିତ୍ ତତ୍ତ୍ୱ ସର୍ଜନାରେ ବ୍ୟାପୃତ ଥିଲାବେଳେ ନିଜ ତୃଷ୍ଣା ଓ ସ୍ୱପ୍ନଚିତ୍ର ଗୁଡ଼ିକର ପରିପୂରଣ ପାଇଁ ନିଜର ବିଚାର ଗୁଡ଼ିକୁ ବ୍ୟବହାର କରନ୍ତି ନାହିଁ, ପରନ୍ତୁ ଏପରି ନିୟମର ଅନ୍ୱେଷଣରେ ଆବଶ୍ୟକତା ରହିଛି ଯାହାର ହୃଦୟଙ୍ଗମ ଜୀବନକୁ ନିରାମୟ କରିବାରେ ସାହାଯ୍ୟ କରେ। ଏହି ଉଦ୍ୟମରେ ତତ୍ତ୍ୱବିତ୍ମାନେ ନିରୁତା ରାଜନୈତିକ ଅବସ୍ଥା ଦ୍ୱାରା ଉତ୍ପ୍ରେରିତ ହୋଇଥାନ୍ତି। ରାଜନୈତିକ ତତ୍ତ୍ୱର ଇତିହାସ ଏହା ସାବ୍ୟସ୍ତ କରେ ଯେ କିପରି ମନ୍ଦ ଓ ଅବ୍ୟବସ୍ଥାଗ୍ରସ୍ତ ସମାଜ ତତ୍ତ୍ୱ ସର୍ଜନାର ସାଧନକୁ ପିଚ୍ଛିଳ କରିଛି, ଯାହା ମଧ୍ୟ ଦେଇ ପଶ୍ଚାତ ଭାଗରେ ଥିବା ଅନୁଗୃହୀତ ନିୟମାବଳୀ, ପଦ୍ଧତି ସମୂହ ସୂତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା ଏବଂ ଭବିଷ୍ୟତର ନକ୍ସାଙ୍କନ କରାଯାଇଥିଲା। ହେଲା, ଦେଖ, ଏ ଯେଉଁ ଆମେ ରହିଛେ ପିଲାମାନେ ଦେଖିବା, ହେଲା, ତତ୍ତ୍ୱ ସର୍ଜନାଙ୍କ ଯେଉଁ ବ୍ୟାପୃତ ଥିଲାବେଳେ ନିଜ ତୃଷ୍ଣା ସ୍ୱପ୍ନ ଚିତ୍ରଣର ପରିପୂରଣ ପାଇଁ ନିଜର ବିଚାର ଗୁଡ଼ିକୁ ସେମାନେ କ'ଣ ବ୍ୟବହାର କରନ୍ତି ନାହିଁ, ପରନ୍ତୁ ଏହି ନିୟମର ଅନ୍ୱେଷଣରେ କ'ଣ ଆବଶ୍ୟକତା ରହିଛି ଯାହାର ହୃଦୟଙ୍ଗମ ଜୀବନକୁ ନିରାମୟ କରିବାର ସାହାଯ୍ୟ କରେ। ହେଲା, ଏହି ଉଦ୍ୟମରେ ଯେଉଁ ଉଦ୍ୟମଟା ରହିଛି ପିଲାମାନେ, ତତ୍ତ୍ୱବିତ୍ମାନେ କ'ଣ କରନ୍ତି ନା ନିରୁତା ରାଜନୈତିକ ଅବସ୍ଥା ଦ୍ୱାରା ଉତ୍ପ୍ରେରିତ ହୋଇଥାନ୍ତି। କ'ଣ ନା ନିରୁତା ରାଜନୈତିକ ଅବସ୍ଥା ଦ୍ୱାରା ସେମାନେ ଉତ୍ପ୍ରେରିତ ହୋଇଥାନ୍ତି। ରାଜନୈତିକ ତତ୍ତ୍ୱର ଇତିହାସ ଏହା ସାବ୍ୟସ୍ତ କରେ ଯେ ଯେଉଁ ରାଜନୈତିକ ତତ୍ତ୍ୱର ଇତିହାସ ଏଇଟା ସାବ୍ୟସ୍ତ କରେ ଯେ କିପରି ଭାବେ ମନ୍ଦ ଓ ଅବ୍ୟବସ୍ଥାଗ୍ରସ୍ତ ସମାଜ ତତ୍ତ୍ୱ ସର୍ଜନାର ସାଧନକୁ ପିଚ୍ଛିଳ କରିଛି, ଯାହା ମଧ୍ୟ ଦେଇ ପଶ୍ଚାତ ଭାଗରେ ଥିବା ଅନୁଗୃହୀତ ନିୟମାବଳୀ, ପଦ୍ଧତି ସମୂହ ଓ ସୂତ୍ରଗୁଡ଼ିକ ପ୍ରସାରଣ କରାଯାଇଥିଲା। ସର୍ବୋପରି ଏହା ସତ୍ୟ ଯେ କୌଣସି ତତ୍ତ୍ୱର ପ୍ରେରଣା ସଦାସର୍ବଦା ବିଫଳତାର ଏବଂ ଏକ ଉତ୍ତମ ବୁଝାମଣା ଦ୍ୱାରା ଘଟଣାମାନ ଆହୁରି ଭଲ ହୋଇପାରିବ ଓ ପରବର୍ତ୍ତୀ କ୍ଷେତ୍ରରେ ଏସବୁର ସମାଧାନ ମଧ୍ୟ ହୋଇପାରିବ। ଏପରି ଏକ ହୃଦୟବୋଧରୁ ହିଁ ଆସିଥାଏ। ଦେଖ, ସର୍ବୋପରି ଏହା ସତ୍ୟ ଯେ ଯେକୌଣସି ତତ୍ତ୍ୱର ପ୍ରେରଣା ସଦାସର୍ବଦା ବିଫଳତାରୁ ହିଁ ଏକ ଉତ୍ତମ ବୁଝାମଣା ଦ୍ୱାରା ଘଟଣାମାନ ଆହୁରି ଭଲ ହୋଇପାରିବ ଆଉ ପରବର୍ତ୍ତୀ କ୍ଷେତ୍ରରେ ଏସବୁର ଆମ ସମାଧାନ ମଧ୍ୟ ହୋଇପାରିବ। ଏହିପରି ଏକ ହୃଦୟବୋଧରୁ ହିଁ ଆମର ଆସିଥାଏ ଗୋଟେ ତତ୍ତ୍ୱର ପ୍ରେରଣା। ତେଣୁ କ୍ଷଣିକ ଉତ୍ତର ଓ ସମାଧାନ ପାଇଁ ସନ୍ତୁଷ୍ଟି ଯୋଗାଇ ଦେବା ରାଜନୈତିକ ତତ୍ତ୍ୱର କାର୍ଯ୍ୟ ନୁହେଁ। କ୍ଷଣିକ ଉତ୍ତର ପାଇଦେବା ବା ଗୋଟେ ସମାଧାନ ପାଇଁ ସନ୍ତୁଷ୍ଟିଟା ସେଇଟା ରାଜନୈତିକ ତତ୍ତ୍ୱର କାର୍ଯ୍ୟ ନୁହେଁ, ପରନ୍ତୁ ଏହାର କାର୍ଯ୍ୟ ହେଉଛି ସମସ୍ୟାର ମୂଳ ଖୋଜିବା ଏବଂ ସମାଧାନ ରୂପେ ନିୟମ ଚୟନର ଏକ ବିକଳ୍ପକୁ ଆବିଷ୍କାର କରିବା। ତେଣୁ ଯେକୌଣସି କାର୍ଯ୍ୟ ଯୋଜନା ଏକ ପୁରଦୃଷ୍ଟି ଆବଶ୍ୟକ ହୋଇଥାଏ, ଯାହା ମଧ୍ୟ ତତ୍ତ୍ୱବିତ୍ ସମସ୍ୟା ସମ୍ପର୍କରେ କେବଳ ଚିନ୍ତା କରିପାରୁନଥିବ, ସମସ୍ୟାର ଅପର ପାର୍ଶ୍ୱ ମଧ୍ୟ ଚାହିଁପାରୁଥିବ। ଦେଖ, ଏହି କ୍ଷେତ୍ରରେ ରାଜନୈତିକ ତତ୍ତ୍ୱ କଳା କିମ୍ବା କବିତା ଠାରୁ ଟିକେ ଭିନ୍ନ ଅଟେ। ପୁରଦୃଷ୍ଟି, ଚିନ୍ତନ, ରୋମନ୍ଥନ ପୃଷ୍ଠଭୂମିରେ ରାଜନୈତିକ ତତ୍ତ୍ୱ ଏବଂ କଳା ଓ କବିତା ସଦୃଶ ଅନ୍ୟ ସୃଜନାତ୍ମକ କାର୍ଯ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କିନ୍ତୁ ଜଣେ କବିଠାରୁ ରାଜନୀତି ତତ୍ତ୍ୱବିତ୍କୁ ଯାହା ପୃଥକ କରି ରଖିଛି ତାହା ହେଲା ରାଜନୈତିକ ତତ୍ତ୍ୱଙ୍କର ଅନ୍ୱେଷଣ ହେଉଛି ନିର୍ଦ୍ଦିଷ୍ଟ ପରିକଳ୍ପନା ପାଇଁ ଏକ ସଚେତନ କ୍ରିୟା ଏବଂ ଅନ୍ୟ ପକ୍ଷରେ ଜଣେ କବିଙ୍କର ଧାରା ହେଉଛି ସ୍ୱତଃସ୍ଫୂର୍ତ୍ତତା। ଦେଖ, ରାଜନୈତିକ ତତ୍ତ୍ୱ ଓ କବି ଭିତରେ ଏଠି କ'ଣ ଗୋଟେ ପାର୍ଥକ୍ୟ ଦେଲା ପିଲାମାନେ, ରାଜନୈତିକ ତତ୍ତ୍ୱବିତ୍ମାନଙ୍କର ଅନ୍ୱେଷଣ ହେଉଛି ନିର୍ଦ୍ଦିଷ୍ଟ ପରିକଳ୍ପନା ପାଇଁ ଏକ ସଚେତନ କ୍ରିୟା। ହେଲା, ଅନ୍ୱେଷଣ, କିନ୍ତୁ ଜଣେ କବିଙ୍କର ଧାରାଟା କ'ଣ ହେଉଛି ନା ସ୍ୱତଃସ୍ଫୂର୍ତ୍ତତା, ଆପେ ଆପେ ଆସିଥାଏ। ତେଣୁ ଏହା ସୃଜନାତ୍ମକ ନୁହେଁ, କିନ୍ତୁ ଏହା ହେଉଛି ସଚେତନତା ବା ଚେତନା, ଯାହା କବିତାକୁ ଏକ ତତ୍ତ୍ୱଠାରୁ ବଞ୍ଚିତ କରି ରଖିଥାଏ। ଗୋଟେ ତତ୍ତ୍ୱଟା ପିଲାମାନେ ଅଲଗା, କାରଣ ତାକୁ ଅନ୍ୱେଷଣ କରିକି ବାହାର କରାଯାଇଥାଏ। ତ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ତତ୍ତ୍ୱ ବିଶ୍ଳେଷିତ ହେଉଛି। ରାଜନୈତିକ ସଂଖ୍ୟା ନିର୍ମାଣାତ୍ମକ ଉପାଦାନକୁ ଆଧାର କରି ପ୍ରାଧାନ୍ୟ ଓ ଉତ୍ପତ୍ତି ଦୃଷ୍ଟିରୁ ଅଲଗା ହୋଇଥାଏ। ରାଜନୈତିକ ତତ୍ତ୍ୱ ସମ୍ପର୍କରେ ସାବାଇନଙ୍କର ସଂଜ୍ଞା ହେଉଛି ରାଜନୈତିକ ତତ୍ତ୍ୱ ବିଶେଷ ଭାବେ ତଥ୍ୟାତ୍ମକ, କାରଣାତ୍ମକ, ମୂଲ୍ୟାଙ୍କନ ପ୍ରଭୃତି କେତେକ ଉପାଦାନ ସକଳକୁ ଧାରଣ କରିଥାଏ। ତ ଏଇଭଳି ଭାବରେ ତାଙ୍କ ମତରେ ରାଜନୈତିକ ତତ୍ତ୍ୱ ହେଉଛି କ'ଣ ପିଲାମାନେ, ତଥ୍ୟାତ୍ମକ। ସେ ତଥ୍ୟାତ୍ମକ ହେବା ଦରକାର, କାରଣାତ୍ମକ, କାରଣ କିଛି ଥିବ, ଏବଂ ମୂଲ୍ୟାଙ୍କନ ପ୍ରଭୃତି କେତେ ଉପାଦାନ ବା ସକଳକୁ ସେ ଧାରଣ କରିଥାଏ। ଏକରଙ୍କ ମତରେ କ'ଣ ଅଛି ନା ରାଜନୈତିକ ତତ୍ତ୍ୱ ହେଉଛି ନିରାସକ୍ତ ଓ ନିଷ୍ପକ୍ଷଗତ କ୍ରିୟାବଳୀ।
ଦାର୍ଶନିକ ଓ ବିଜ୍ଞାନଗତ ପ୍ରକାରରେ ଏହା ଏକ ପ୍ରକାର ସମାହାର ଯାହା ଆମେ ବାସ କରୁଥିବା ଆଜିର ପୃଥିବୀ ଓ ଆସନ୍ତାକାଲିର ପୃଥିବୀ ବିଷୟରେ ଆମର ହୃଦବୋଧକୁ ସେ ବୃଦ୍ଧି କରିପାରେ ହେଲା। ଯଦି ଆମେ ସମ୍ପୂର୍ଣ୍ଣ ଅର୍ଥରେ କହିବା ଝିଅ ପିଲାମାନେ ରାଜନୀତି ବିଜ୍ଞାନ ଓ ରାଜନୀତି ତତ୍ତ୍ୱ ମଧ୍ୟରେ ସମ୍ପର୍କ ସୂଚିତ କରେ ଯେ କୌଣସି ତତ୍ତ୍ୱ ବ୍ୟତିରେକ ବିଜ୍ଞାନ ସମ୍ଭବ ହୁଏ ନାହିଁ। ବିନା ତତ୍ତ୍ୱରେ ବିଜ୍ଞାନ ସମ୍ଭବ ନାହିଁ। ଉଦାହରଣ ସ୍ୱରୂପ କାର୍ଯ୍ୟବଳୀକୁ ସମନ୍ୱିତ କରିବା କହିଲେ ଯାହା ବୁଝାଏ ଅବିକଳ ଭାବେ ରାଜନୀତି ବିଜ୍ଞାନ ସହିତ ସମାର୍ଥ ଭାବେ ରାଜନୀତି ତତ୍ତ୍ୱ ଯୁକ୍ତିଯୁକ୍ତ ଓ ସଠିକ ଅର୍ଥରେ ସେପରି ବୁଝାଇଥାଏ। ଦେଖ କାର୍ଯ୍ୟାବଳୀକୁ ସମନ୍ୱିତ କରିବା ପାଇଁ କହିଲେ ଯାହା ବୁଝାଇବେ ଆମେ ରାଜନୀତି ବିଜ୍ଞାନ ସହିତ ଏ ଯେଉଁ ତତ୍ତ୍ୱଟା ରାଜନୀତି ତତ୍ତ୍ୱଟା ସେଇଭଳି ଭାବରେ ବୁଝାଇଥାଏ। ତ ରାଜନୈତିକ ତତ୍ତ୍ୱ ଏବଂ ଅନ୍ୟ ପାରସ୍ପରିକ ଶବ୍ଦ ଗୁଡ଼ିକ କ'ଣ ଦେଖିବା। ରାଜନୈତିକ ତତ୍ତ୍ୱ ଏବଂ ସେପରି ଆଉ କେତେକ ଶବ୍ଦ ମଧ୍ୟରେ ବିଭାଜନ କରାଯାଇପାରେ ଯଥା ରାଜନୈତିକ ବିଜ୍ଞାନ ରାଜନୀତି ଦର୍ଶନ ଏବଂ ରାଜନୀତି ଆଦର୍ଶ ଯଦି ସେମାନେ ପାରସ୍ପରିକ ବିନିମୟ ସାପେକ୍ଷ ଶବ୍ଦ ଅଟନ୍ତି କିନ୍ତୁ ଏଗୁଡ଼ି ହେଉଛି ଗୋଟେ ତା'ର ପାରସ୍ପରିକ ଶବ୍ଦ। ଆଧୁନିକ ବିଜ୍ଞାନ ଦ୍ୱାରା ସମ୍ଭବ ହୋଇଥିବା ବୌଦ୍ଧିକ ଅବଧାରଣ ହିଁ ରାଜନୈତିକ ତତ୍ତ୍ୱ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ପ୍ରଭେଦର ସୃଷ୍ଟି। ତ ଯେଉଁ ଆଧୁନିକ ବିଜ୍ଞାନ ଦ୍ୱାରା ଯେଉଁ ବୌଦ୍ଧିକ ଅବଧାରଣା ରହିଛି ଏ ବୌଦ୍ଧିକ ଅବଧାରଣାରୁ ହିଁ ପିଲାମାନେ ରାଜନୀତି ତତ୍ତ୍ୱ ଆଉ ରାଜନୀତି ବିଜ୍ଞାନ ମଧ୍ୟରେ ପ୍ରଭେଦଟା ତିଆରି ହୋଇଛି। ରାଜନୀତି ବିଜ୍ଞାନ ରାଜନୀତି ଓ ରାଜନୀତି ଆଚରଣ ସମ୍ପର୍କରେ ଏକ ଯଥାଯୋଗ୍ୟ ଅବଧାରଣା ଏବଂ ନିୟମର ଅବତାରଣା କରିଆସିଛି। ତ ରାଜନୀତି ବିଜ୍ଞାନ ରାଜନୀତି ଓ ରାଜନୀତିକ ଆଚରଣ ସମ୍ପର୍କରେ ଗୋଟେ ଯଥାଯୋଗ୍ୟ ଅବଧାରଣା ଏବଂ ନିୟମର ସେ ଅବତାରଣା କରିଆସିଛି। ରାଜନୀତିକ ତତ୍ତ୍ୱ ରାଜନୈତିକ ପ୍ରସଙ୍ଗ ପ୍ରଭାବ ଏବଂ ଅନୁଷ୍ଠାନ ଓ ପ୍ରକୃତ ରାଜନୈତିକ ଆଚରଣ ନୈତିକ କିମ୍ବା ଦାର୍ଶନିକ ପୃଷ୍ଠଭୂମି ଉପରେ ପ୍ରତିଫଳନ ଘଟାଇଥାଏ। ଦେଖ ଏ ଯେଉଁ ରାଜନୈତିକ ତତ୍ତ୍ୱଟା ରହିଛି ପିଲାମାନେ ସେ କ'ଣ ନା ରାଜନୈତିକ ପ୍ରସଙ୍ଗ ଯେତେ ସବୁ ରାଜନୈତିକ ପ୍ରସଙ୍ଗ ରହିଲା ତା'ର ପ୍ରଭାବ ଏବଂ ରାଜନୈତିକ ଅନୁଷ୍ଠାନ ତା ସହିତ ପ୍ରକୃତ ରାଜନୈତିକ ଆଚରଣର ନୈତିକ କିମ୍ବା ସେ ଦାର୍ଶନିକ ପୃଷ୍ଠଭୂମି ଉପରେ ପ୍ରତିଫଳନ ଘଟାଇଥାଏ। ଏକ ଉତ୍କୃଷ୍ଟ ରାଜନୈତିକ ବ୍ୟବସ୍ଥାର ପ୍ରଶ୍ନକୁ ଏହା ନିଜ ବିଚାରଭୁକ୍ତ କରିଥାଏ ଯାହା ହେଉଛି ଗୋଟିଏ ବିଶାଳ ଓ ମୌଳିକ ପ୍ରଶ୍ନର ଏକ ଅଂଶ ମାତ୍ର। ତାହା ହେଉଛି ଜୀବନର ଏକ ଆଦର୍ଶ ପ୍ରତିରୂପ ଯାହାକି ଏକ ବୃହତ୍ତର ସମୁଦାୟ ଭିତରେ ମନୁଷ୍ୟର ସତ୍ତା ନିଜକୁ ପରିଚାଳିତ କରି ନେଉଥାଏ। ତ ଆମେ ଯଦି ଦେଖିବା ପିଲାମାନେ ସ୍ଥାନୀୟ ଏବଂ ତତ୍କ୍ଷଣାତ ପ୍ରଶ୍ନଗୁଡ଼ିକର ଉତ୍ତର ଅବସରରେ ଏହା ସ୍ଥାୟୀ ପ୍ରସଙ୍ଗଗୁଡ଼ିକୁ ଆବେଦନ ଜଣାଇଥାଏ। ତାହା ହେଉଛି କାହିଁକି ପାରମ୍ପରିକ ପାଠ୍ୟକ୍ରମ ଅଧ୍ୟୟନର ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରୂପେ ସୃଷ୍ଟି ହୋଇଥାନ୍ତି। ତ ରାଜନୈତିକ ତତ୍ତ୍ୱର ଆଦର୍ଶ ହେଉଛି ପିଲାମାନେ ଏଇଟା ସବୁ କିଛି ପଢ଼ିବା ଦରକାର ନାହିଁ କିଛିରେ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମୁଁ କହିଯାଉଛି। ରାଜନୈତିକ ତତ୍ତ୍ୱରେ ଆଦର୍ଶ ହେଉଛି ଏକ ମହାନ ସାହିତ୍ୟ କୃତିର ଅତ୍ୟାବଶ୍ୟକ ଉପାଦାନ ଯାହା ନିଜର ସ୍ଥାନୀୟ ଚରିତ୍ର ଚିତ୍ର ସତ୍ତ୍ୱେ ଜୀବନ ଏବଂ ସମାଜର ଶାଶ୍ୱତ ସମସ୍ୟା ସହ ସମ୍ପର୍କିତ ରହିଥାଏ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହେଲା। ରାଜନୈତିକ ତତ୍ତ୍ୱରେ ଆଦର୍ଶ କ'ଣ ପିଲାମାନେ ନା ଏକ ମହାନ ସାହିତ୍ୟ କୃତିର ଗୋଟେ ଅତ୍ୟାବଶ୍ୟକ ଉପାଦାନ ଯେଉଁଟାକି ନିଜର ସ୍ଥାନୀୟ ଚିତ୍ର ସତ୍ତ୍ୱେ ଜୀବନ ଏବଂ ସମାଜର ଶାଶ୍ୱତ ସମସ୍ୟା ସହ ସେ ସମ୍ପର୍କିତ ରହିଥାଏ। ଏହା ଶାଶ୍ୱତ ପ୍ରଜ୍ଞାର ନିର୍ଯାସ ବହନ କରିଥାଏ ଏବଂ କୌଣସି ନିର୍ଦ୍ଦିଷ୍ଟ ସଂସ୍କୃତି ସ୍ଥାନ ଜନସାଧାରଣ କିମ୍ବା କାଳର ଅବଧାରଣ ନ କରି ବରଂ ସମଗ୍ର ମନୁଷ୍ୟକୁ ସେ ଆବୃତ କରିଥାଏ। ନିର୍ଦ୍ଦିଷ୍ଟ ରାଜନୈତିକ ତତ୍ତ୍ୱ ସମୂହ କୌଣସି ଘଟଣାର ସଠିକ୍ କିମ୍ବା ଚୂଡ଼ାନ୍ତ ନିର୍ଣ୍ଣାୟକ ରୂପେ ବିବେଚିତ ହୋଇପାରିବେ ନାହିଁ। ତ ଯଦି ଆମେ ଦେଖିବା ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ତତ୍ତ୍ୱଟା କୌଣସି ଘଟଣାର ସଠିକ୍ ଆଉ ଚୂଡ଼ାନ୍ତ ନିର୍ଣ୍ଣାୟକ ବୋଲି ଆମେ କହିପାରିବା ନାହିଁ। ନୂତନ ଦୃଷ୍ଟିକୋଣର ଭବିଷ୍ୟ ବ୍ୟାଖ୍ୟା ପ୍ରତି କୌଣସି ଘଟଣାର ବ୍ୟାଚାର୍ଥ ସଦା ଉନ୍ମୁକ୍ତ ହୋଇଥାଏ। ରାଜନୈତିକ ଜୀବନ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ କିମ୍ବା ସମ୍ପୃକ୍ତ ଦୃଷ୍ଟିରୁ ପ୍ରତ୍ୟେକଟି ଏହାକୁ ବିଶ୍ଳେଷଣ ଓ ପ୍ରତିପାଦିତ କରାଇଥାନ୍ତି। ଆମେ ଯଦି ଦେଖିବା ପୁନଶ୍ଚ ରାଜନୈତିକ ତତ୍ତ୍ୱ ନିଜ ଆନ୍ତରିକ ଉଦ୍ୟମଟିରେ ନିଷ୍ପତ୍ତିପୂର୍ଣ୍ଣ ଅଟେ କାରଣ ସାଧାରଣ ଜନମାନସରେ ଉର୍ଦ୍ଧ୍ୱରେ ରହି ଏହା ରାଜନୈତିକ ବିବରଣ ପ୍ରଦାନ କରିଥାଏ। ତ ଏଇ ଯେଉଁ ରାଜନୈତିକ ତତ୍ତ୍ୱ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ କୌଣସି ଭାରାକ୍ରାନ୍ତ ଅବସ୍ଥା ବା ଦ୍ୱନ୍ଦ୍ୱ ନାହିଁ କାରଣ ସେମାନେ ନିଜ ନିଜ ଲକ୍ଷ୍ୟ ନୁହେଁ ପରନ୍ତୁ ନିଜର ସୀମା ଓ ଅଧିକାର କ୍ଷେତ୍ରକୁ ନେଇ ଅଲଗା ଅଟନ୍ତି। ତ ଦେଖ ରାଜନୈତିକ ତତ୍ତ୍ୱ ଏବଂ ରାଜନୀତି ବିଜ୍ଞାନ ମାନେ କିପରି ଭାବରେ ଅଲଗା ଅଟନ୍ତି ନା ନିଜର ସୀମା ଓ ଅଧିକାର କ୍ଷେତ୍ରକୁ ନେଇ ସେମାନେ ଅଲଗା ଅଟନ୍ତି। ରାଜନୈତିକ ତତ୍ତ୍ୱ ସମାଲୋଚନା ପ୍ରତିପାଦନ ଓ ବିଶ୍ଳେଷଣ ପାଇଁ ବିଚାର ପ୍ରସଙ୍ଗ ଓ ତତ୍ତ୍ୱମାନ ଉପସ୍ଥାପନ କରିଥାଏ ଯାହାକି ପରବର୍ତ୍ତୀ କ୍ଷେତ୍ରରେ ରାଜନୀତି ବିଜ୍ଞାନ ସେ ଅନ୍ତର୍ଭୁକ୍ତ ହୋଇଥାଏ। ଦେଖ ନ୍ୟାୟ କ'ଣ ଅଧିକାରର ବିଷୟ ଅଟେ ଓ ଉଚିତ ମଧ୍ୟରେ ପ୍ରଭେଦ ଏବଂ ରାଜନୀତିର ବିଶାଳ ପ୍ରସଙ୍ଗ ପରି ପ୍ରଶ୍ନଗୁଡ଼ିକ ପାଇଁ ରାଜନୀତି ଦର୍ଶନ ସାଧାରଣ ଉତ୍ତର ସମ୍ଭବ କରି ଆଣେ। ଦେଖ ନ୍ୟାୟ କ'ଣ ଅଧିକାରର ବିଷୟ ଅଟେ ଓ ଉଚିତ ମଧ୍ୟରେ ଯେଉଁ ପ୍ରଭେଦ ନ୍ୟାୟ କ'ଣ ଅଟେ ବା ନ୍ୟାୟ କ'ଣ ଉଚିତ ବା ଅଧିକାରର ବିଷୟ କ'ଣ ଅଧିକାର ବିଷୟ ଉଚିତ ଏଇଭଳି ଭାବରେ ଯେଉଁ ପ୍ରଶ୍ନଗୁଡ଼ିକ ଅଛି ପିଲାମାନେ ହେଲା ତାଙ୍କ ମଧ୍ୟରେ ଯେଉଁ ପ୍ରଭେଦ ଆଉ ରାଜନୀତିର ଯେଉଁ ବିଶାଳ ପ୍ରସଙ୍ଗ ପରି ପ୍ରଶ୍ନଗୁଡ଼ିକ ଏଇଟା ହେଉଛି ଗୋଟେ ବହୁତ ବଡ଼ ବଡ଼ ପ୍ରଶ୍ନ ଯଦି ଆମେ କହିବା ତ ସେଇଟା ରାଜନୈତିକ ଦର୍ଶନର ସାଧାରଣ ଉତ୍ତର ସମ୍ଭବ କରି ଆଣେ। ମୂଲ୍ୟବୋଧ ଭିତ୍ତିକ ରାଜନୀତି ତତ୍ତ୍ୱର ରାଜନୀତି ଦର୍ଶନ ହେଉଛି ଏକ ଅଂଶ ବା ଏକ ଅଙ୍ଗ କାରଣ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ସ୍ଥାପନ ପାଇଁ ଏହା ପ୍ରଚେଷ୍ଟା କରିଥାଏ। ସୁତରାଂ ଏହା କହିବା ଠିକ୍ ହେବ ଯେ
प्रत्येक राजनीतिक तत्वविद केवे हेले जड़े राजनीतिक दार्शनिक नुहति आम जदि कह जिते सब राजनीतिक तत्वविद रही समस्त राजनीतिक दार्शनिक नुहे से गोटे गोटे राजनीतिक तत्वविद जगह से राजनीति दर्शन हूँ एक जटिलता युक्त क्रियावली जहाँ स्वीकृत अधिपति द्वारा विविध मार्ग विश्लेषण कर बोधगम्य कौन एक दार्शनिक और कौन एक ऐतिहासिक या निरंकुश भाव बुझाई कहींपारे ना। तो रही पे भाव में देखा समस्त समुदायटीर चिंतन ही राजनीतिक चिंतन जहाँ विशेष विभागटीर लेखा और वक्तव्य को अंतर्भुक्त करते जथा वृत्ति आश्रयी राजनीति भाष्यकार समाज संस्कारक और समुदायर साधारण व्यक्तिविशेष। जदि आम देखिए पे जदि आम देखा समस्त समुदायटीर चिंतन ही राजनीतिक चिंतन जहाँ विशेष विभागटीर लेखा और वक्तव्य अंतर्भुक्त करते जथा वृत्ति आश्रय राजनीति भाष्यकार और समाज संस्कारक और समुदायर साधारण व्यक्तिविशेष। चिंतन हो पारे राजनीतिक ग्रंथ विषयनिष्ठ लेखा वक्तव्य सरकार नीति और निष्पत्ति कविता और प्रबंध जहाँ जनसाधारण जतन को रूप दे थाए। तो ये भाव में रही आ कि एत ना खाली गोटे आम देखीदा गोटे पाराग्राफ चिंतन पर राजनीतिक तत्व जन व्यक्तिर अनुधान को बुझाई थाए साधारणतः विशद व्याख्या अवसर में यह एक ग्रंथ को सूचित करें अनुष्ठान गुड़ नहीं गठित जहाँ राष्ट्र आईन और प्रतिनिधित्व और निर्वाचन से अंतर्भुक्त करें। आम जब कह राजनीतिक तत्व पे गोटे गोटे एक ग्रंथ बोली सूचित करें जहाँकि गोटे जहाँ ये अनुष्ठान नहीं गठित जहाँ राष्ट्र आईन प्रतिनिधित्व और निर्वाचन अंतर्भुक्त कराए। तो राजनीति आदर्श हूँ गोटे श्रृंखलाबद्ध और सर्वाग्राह तत्व जहाँ मानवीय प्रकृति और समाज एक संपूर्ण और सार्वजनीन सूची प्रदान सह ए उपनीत होबार एक सुविस्तृत कार्यसूची संपर्क में सूचना दे थाए। तो जॉन लॉक होती पे कौन आधुनिक तत्वादर्शर जनक एटा मन रख पे किए जॉन लॉक है। मार्क्सवाद मध्य तत्वादर्शर अन्य उदाहरण जहाँ घोषणा कर दर्शन उद्देश्य केवल मात्र विश्व व्याख्या कर नुहे परंतु यहाँ बदलाइबा है। तो आम जदि कह दर्शन उद्देश्य जे केवल विश्वर व्याख्या करवा नुहे ताकू बदलाइबा बोली आम कहीपर। तो यहाँ किसी ना पे आम देखिए आम राजनीतिक तत्व प्रकारभेद। तो आज पे क्लास 2 मुझे रखली रही जय जगन्नाथ।